Amen. Amen. We were talking about radical Christian. ଆମେ ସେତେବେଳେ କଥା ହଉଥିଲୁ ଯେ Radical means revolutionary. Krantikari. What is the word revolutionary? Kranti लाता है. कुछ तो भी नया करना. ଆଉ କିଛି ଗୋଟେ ନୂଆ ବିଷୟ କରିବା ବିଷୟ ପ୍ରଭୁ ଦାସ କହୁଛନ୍ତି। New revival, new revelation. Yes. Someone did not do, but he will do something. କିଏ ଯଦି ଇଚ୍ଛା କରିବ ନାହିଁ ମାତ୍ର ସେ ବିଷୟକୁ କରିବ। People have not done, but he will come and he will do something new. ଲୋକମାନେ କରିନଥିବେ କିନ୍ତୁ ଜଣେ ଲୋକ ଆସିବ ଆଉ ସେ ଗୋଟେ ନୂଆ ବିଷୟ କରିବ। Well, that is not my topic, but I just want to explain the word. ସେଇଟା ମୋର ପ୍ରସଙ୍ଗ ନୁହେଁ ମାତ୍ର ମୁଁ କିଛି ସେ ବିଷୟ କହିବା ପାଇଁ ଚାହୁଁଅଛି। Now here there are two kinds of people. ଏହି ସ୍ଥାନରେ ଦୁଇ ପ୍ରକାର ଲୋକମାନେ ଅଛନ୍ତି। Verses 5 ପାଞ୍ଚ to ପଦ 6. 5-6 ପଦ One type of person. ଆଉ ଗୋଟେ ପ୍ରକାର ବ୍ୟକ୍ତି ମାନେ 7 to 8 another kind. ଆଉ 7-8 ପଦ ଆଉ ଗୋଟେ ପ୍ରକାର ଲୋକମାନେ। So first we look into 7 to 8. ପ୍ରଥମେ ମାନେ 7-8 ପଦକୁ ଦେଖିବା। The Bible says, "Blessed is the man who trusts in the Lord." ପ୍ରଭୁଙ୍କର ବାକ୍ୟ କହେ ଯେଉଁମାନେ ସଦା ପ୍ରଭୁଙ୍କ ଉପରେ ନିର୍ଭର କରେ ପୁଣି ସଦା ପ୍ରଭୁଙ୍କ ଯାହାର ବିଶ୍ୱାସ ଭୂମି ଅଟନ୍ତି ସେ ଧନ୍ୟ। Whose confidence is in him. ଆଉ ତାହାଙ୍କର ସମସ୍ତ ବିଶ୍ୱାସ ଭୂମି ମାନେ ପରମେଶ୍ୱର ଅଟନ୍ତି। Now the word blessed, what is the meaning of blessed? ଆଶୀର୍ବାଦର ଅର୍ଥ କ'ଣ? The word in Oriya, what is the word blessed? ଆଶୀର୍ବାଦ। Yeah, dhanya. ଆଶୀର୍ବାଦ ପ୍ରାପ୍ତ। Ashirvad. ଆଶୀର୍ବାଦ ପ୍ରାପ୍ତି। So how do we explain that? Who is Ashirvad? Who is a blessed person? କିଏ ସେଇ ଆଶୀର୍ବାଦ ପ୍ରାପ୍ତ ବ୍ୟକ୍ତି? କେମିତି ଆମେ ସେ ବିଷୟକୁ କହିପାରିବା? When you look at the people and say, "Oh, you are a blessed person," ଆଉ ଯେତେବେଳେ ଲୋକଙ୍କୁ ଦେଖିପାରିବା ତମେ ଆଶୀର୍ବାଦ ଯୁକ୍ତ ମନୁଷ୍ୟ କହିକି "Oh, you are a very happy person." ତମେ ବହୁତ ଆନନ୍ଦିତ ଲୋକ, ଖୁସି ଲୋକ। So the question, we need to find out whether we are blessed or not. ଆମେ ନିଜକୁ ପଚାରିବା ମାନେ ଆଶୀର୍ବାଦ ଯୁକ୍ତ ଲୋକ କି ନାହିଁ ନିଜକୁ ପଚାରିବା। What Bible is teaching? କ'ଣ ବାଇବଲ ଆପଣଙ୍କୁ ଶିକ୍ଷା ଦେଉଛି? The Bible said, "Blessed is the man who trusts in the Lord." ବାଇବଲ କହୁଛି ଯେଉଁ ବ୍ୟକ୍ତି ସଦାପ୍ରଭୁଙ୍କ ଠାରେ ନିର୍ଭର କରେ ସେ ପ୍ରଭୁଙ୍କର ଆଶୀର୍ବାଦ ଯୁକ୍ତ। What is the meaning of nirbhar? ନିର୍ଭର ଅର୍ଥ କ'ଣ? ଭରସା ଭରସା ରଖିବା। Bharosa. Okay. Trusting, total trusting. ସମ୍ପୂର୍ଣ୍ଣ ନିର୍ଭର କରିବା, ଭରସା କରିବା। Now, all are married? ସମସ୍ତେ ଆମେ ବିବାହିତ ଅଟୁ କି? You have children? ପିଲାମାନେ ଅଛନ୍ତି? Okay. When your child not married, No. ଜମିଟା ମାନେ ନା କାନି ଜମିଟା କାଟି ନଷ୍ଟ Oh, ମାନେ। amen. then you are a bachelor. So Sorry. No, I am married. My son was reading now. Now prepare to IS. So no, why did I ask the question? Because you have experience, some experience. I will illustrate that. କାହିଁକି ମୁଁ ଏ ବିଷୟ ପଚାରିବି? ଆପଣମାନେ କିଛି ଅନୁଭବ କରିଛନ୍ତି ସେ ବିଷୟ ମୁଁ ଆପଣମାନଙ୍କୁ କହିବି। You take your child ତମେ ତମ ପିଲାଙ୍କୁ ଯେତେବେଳେ ତମେ ଧରିବ and you walk. ତମେ ଧରିକି ଚାଲିବ। Maybe mother or father. You carry. ମାତା ଆମେ ତାଙ୍କୁ ଧରିକି ଆମେ ଚାଲିକି ଯାଉଛୁ। When he sleeps, he totally sleeps on your shoulder. ଆଉ ଯେତେବେଳେ ସେ ଛୁଆଟା ଶୋଇବ ପୁରା ଏ ପ୍ରକାର ଭାବରେ ଆମକୁ ଭାବରେ କ'ଣ କରିବ ସେ ଶୋଇକି ଥିବ ନାଇଁ କି? So what happened? He totally gave himself on your shoulder. ଆଉ ସେ ଛୁଆ ସମ୍ପୂର୍ଣ୍ଣ ଭାବରେ ଆମର କାନ୍ଧରେ କ'ଣ କରୁଛି? ସମ୍ପୂର୍ଣ୍ଣ ନିର୍ଭର କରୁଛି ବା ସମର୍ପିତ କରୁଛି। Understanding? Total dependence. ସମ୍ପୂର୍ଣ୍ଣ ନିର୍ଭର। When he is not sleeping, he is awake, the weight of the child will be less. ଆଉ ଯେତେବେଳେ ସେ ଶୋଇ ନଥିବ ତାହାର ଓଜନ ସେଇ ସମୟରେ କମ୍ ଥିବ। When he sleeps on your shoulder, he becomes heavy. ଯେତେବେଳେ ସେ ସେମିତି ଶୋଇଥିବ ସେ ତାର ଓଜନ ଅଧିକ। ବଢିବ ଅଧିକ।
Are you understanding? ବୁଝିପାରିଲେ? ବୁଝିପାରିଲେ? So the Bible said the one who trusts in the Lord, ବାଇବଲ କହୁଛି ଯେ ପ୍ରଭୁଙ୍କ ଠାରେ ନିର୍ଭର କରେ, total dependence, ସମ୍ପୂର୍ଣ୍ଣ ନିର୍ଭର କରିବା, Lord on Jesus. ସମ୍ପୂର୍ଣ୍ଣ ପ୍ରଭୁଙ୍କ ଠାରେ ନିର୍ଭର କରିବା, That's the meaning. Total dependence. ତା ହେଉଛି ସମ୍ପୂର୍ଣ୍ଣ ନିର୍ଭରତା But ପ୍ରଭୁ। many times we don't depend upon God. ଅନେକ ସମୟରେ ଆମେ ପ୍ରଭୁଙ୍କ ଠାରେ ନିର୍ଭର କରିନଥାଉ, We depend upon ourselves. ଆମେ ନିଜେ ନିଜକୁ ନିର୍ଭର କରିଥାଉ, We depend upon somebody. ଆମେ ଆଉ କାହାକୁ ନିର୍ଭର କରିଥାଉ, We don't depend upon God for ଆମେ ଈଶ୍ୱରଙ୍କ everything. ଠାରେ ପ୍ରତ୍ୟେକ ବିଷୟ ପାଇଁ ନିର୍ଭର କରିନଥାଉ। It's very difficult, ଏହା ବହୁତ କଷ୍ଟର ବିଷୟ ଅଟେ, but it's a blessing. କିନ୍ତୁ ଏହା ଆଶୀର୍ବାଦ ଅଟେ। So when you will trust in Him, when you know God is your Father, କେତେବେଳେ ଆପଣ ତାଙ୍କ ଠାରେ ନିର୍ଭର କରିବେ, ଯେତେବେଳେ ଆପଣମାନେ ଜାଣିବେ ଯେ ଈଶ୍ୱର ମୋର ପିତା ଅଟନ୍ତି। if you don't know He is your Father, you don't trust Him. ଯଦି ଆପଣ ତାହାକୁ ଜାଣିବେ ନାହିଁ ସେ ମୋର ପିତା ବୋଲି, ଆପଣ ତାହାଙ୍କ ଠାରେ ନିର୍ଭର କରିବେ ନାହିଁ। Are you understanding? ବୁଝିପାରିଲେ ଆପଣ? So how much you trust Him, I don't know. ମୁଁ ଜାଣିନି ଆପଣ କେତେ ପରିମାଣ କେତେ ଆପଣ ପ୍ରଭୁ ଠାରେ ନିର୍ଭର କରୁଛନ୍ତି। How much I trust, you don't know. ମୁଁ କେତେ ପ୍ରଭୁ ଠାରେ ନିର୍ଭର କରୁଛି ଆପଣମାନେ ଜାଣନ୍ତି ନାହିଁ। In our day-to-day life, ଆମର ପ୍ରତ୍ୟେକ ଦିନ ଜୀବନ ମଧ୍ୟରେ God is asking me and you to trust in Him. ପ୍ରଭୁ ଆପଣଙ୍କୁ ପୁଣି ମୋତେ ପ୍ରଶ୍ନ ପଚାରୁଛନ୍ତି ଯେ ତାହାଙ୍କ ଠାରେ ଭରସା ରଖିବା ପାଇଁ, Full load upon God. ସମ୍ପୂର୍ଣ୍ଣ ପ୍ରଭୁଙ୍କ ଠାରେ ନିର୍ଭର କରିବା All ବିଷୟ, our problems on God. ସମସ୍ତ ସମସ୍ୟା ପ୍ରଭୁଙ୍କ ଠାରେ ନିର୍ଭର All କରିବା ପାଇଁ, our difficulties on ସମସ୍ତ God. ସମସ୍ୟାକୁ ତାଙ୍କ ଠାରେ ନିର୍ଭର କରିବା ପାଇଁ, Everything in our heart upon God. ସମ୍ପୂର୍ଣ୍ଣ ହୃଦୟ ତାଙ୍କ ଠାରେ ରଖିବା ପାଇଁ, Then only you become blessed. ତାହେଲେ ତମେ ଆଶୀର୍ବାଦ ଯୁକ୍ତ ଲୋକ ହବ, Then only you become sukhi, ତାହେଲେ ହିଁ ତମେ ଜୀବନରେ ସୁଖୀ ହବ, happy person. ଆଉ ଜଣେ ଆନନ୍ଦପୂର୍ଣ୍ଣ ବ୍ୟକ୍ତି ହେଇପାରିବ। Now in Psalm 146, ଗୀତ ସହିତ 140 verse 3, ତିନି ପଦ what it says? କଣ ତାହା କହେ? Psalm 146. 46 ର ତିନି ପଦ, ତୁମ୍ଭେମାନେ ଅଧିପତି ମାନଙ୍କ ଉପରେ କିଏ ବା ଯାହାଠାରେ କୌଣସି ସାହାଯ୍ୟ ନାହିଁ, ଏପରି ମନୁଷ୍ୟ ସନ୍ତାନ ଉପରେ ନିର୍ଭର କର ନାହିଁ। Verse 4. ତାହାର ନିଶ୍ୱାସ ବାହାରିଯାଏ, ସେ ନିଜ ମୃତ୍ତିକାକୁ ଫେରିଯାଏ, ସେହିଦିନ ତାହାର ସଂକଳ୍ପ ସବୁ ନଷ୍ଟ ହୁଏ। So the Bible teaches us, ବାଇବଲ ଆମକୁ ଶିକ୍ଷା do ଦେଉଅଛି, not put your trust in princes or in men. ଆମେ କୌଣସି ଅଧିପତି ମାନଙ୍କ ଉପରେ କି କୌଣସି ମନୁଷ୍ୟ ଉପରେ ନିର୍ଭର କରିବା ନାହିଁ। ପ୍ରଭୁଙ୍କର ବାକ୍ୟ ଆମକୁ କହୁଛି, Because they are mortal now. କାରଣ ସେମାନେ ମୃତ ମନୁଷ୍ୟମାନେ ଅଟନ୍ତି, ସେମାନେ ମୃତ୍ତିକାରେ ଲୀନ ହେବେ। Once they die, all their plans cancel. ଥରେ ଯେତେବେଳେ ସେମାନେ ମରିଯିବେ, ସମସ୍ତ ଯୋଜନା କଣ ହେବ? ବିଫଳ ହେବ। So we have to trust in God. ତେଣୁ ଆମେ ପ୍ରଭୁଙ୍କ ଠାରେ ନିର୍ଭର କରିବା। For everything we have to trust in God. ପ୍ରତ୍ୟେକ ବିଷୟ ପାଇଁ ପ୍ରଭୁଙ୍କ ଠାରେ ନିର୍ଭର In କରିବା। our family, there are many things comes. ଆମମାନଙ୍କ ପରିବାର ମଧ୍ୟରେ ଅନେକ ବିଷୟ ରହିଅଛି। Before marriage, there are problems. ଆଉ ବିବାହ ପୂର୍ବରୁ ସମସ୍ୟା ଥିଲା, After marriage, there are problems. ଆଉ ବିବାହ ପରେ ସମସ୍ୟା ଆସିଲା, No children, problem. ଆଉ ଯଦି ପିଲାମାନେ ଛୁଆମାନେ ହେଇନାହାନ୍ତି ତାହେଲେ ସମସ୍ୟା Children ଆସିଲା। are born, problem. ଯେତେବେଳେ ପିଲାମାନେ ବଢିଲେ ତାହେଲେ ସମସ୍ୟା ରହିଛି। Children are growing, problem. ପିଲାମାନେ ଯେତେବେଳେ ବଢୁଛନ୍ତି ସମସ୍ୟା ରହିଛି। No marriage, problem. ଯଦି ବିବାହ ନାହିଁ ତାହେଲେ ସମସ୍ୟା ଅଛି। Children, no marriage, problem. ପିଲାମାନେ ଯଦି ବିବାହ କରୁନାହାନ୍ତି ତାହେଲେ ସମସ୍ୟା When ରହିଛି। children get married, more problem. ପିଲାମାନେ ବିବାହ କଲେ ମଧ୍ୟ ସମସ୍ୟା ରହିଛି। Everywhere problem. ପ୍ରତ୍ୟେକ ସ୍ଥାନରେ ସମସ୍ୟା ଅଛି। Problem, everywhere problem, here a problem, there a problem. ସମସ୍ୟା Everywhere ସମସ୍ୟା problem. ଏଇଠାରେ ସମସ୍ୟା, ସେଇଠି ସମସ୍ୟା, ପ୍ରତ୍ୟେକ ସ୍ଥାନରେ ସମସ୍ୟା ରହିଅଛି। Where is there no problem? Tell us. ଏମିତି କୋଉଠି ଅଛି ଯେ ସମସ୍ୟା ନାହିଁ? When you are coming, you have a problem. ଯଦି ତମେ ଘରକୁ ଆସୁଛ ମାନେ ଗୋଟେ ସମସ୍ୟା ରହିଅଛି। No proper food, there is a ଯଦି problem. ଠିକରେ ଖାଇଲ ନାହିଁ କହିଲେ ତାହେଲେ ଗୋଟେ ସମସ୍ୟା। No proper sleep, there is a ଯଦି problem. ଠିକରେ ଆମେ ଶୋଇଲ ନାହିଁ କହିଲେ ମାନେ ସମସ୍ୟା If it's ରହିଛି। a long message, problem. ଯଦି ଅଧିକ ସମୟ ବାକ୍ୟ ଦେଲେ ପ୍ରୋବ୍ଲେମ ହବ। Short message, a problem. ଅଳ୍ପ ସମୟ ବାକ୍ୟ ଦେଲେ ପ୍ରୋବ୍ଲେମ ଅଛି। Isn't it? The life is full of problems. ଜୀବନ ହେଉଛି ପୂର୍ଣ୍ଣତାରେ ସମସ୍ୟାରେ ପରିପୂର୍ଣ୍ଣ।
Therefore, we have to trust in God. ତେଣୁ ଆମେ ପ୍ରଭୁଙ୍କ ଠାରେ ସମ୍ପୂର୍ଣ୍ଣ ନିର୍ଭର କରିବା God, we trust in you. ପ୍ରଭୁ ମୁଁ ତୁମ ଠାରେ ନିର୍ଭର କରେ You lead me according to your will, Lord. ପ୍ରଭୁ ତୁମର ଇଚ୍ଛା ଅନୁସାର ମୁଁ ବଞ୍ଚିବା ପାଇଁ ଚାହେଁ If you have money, problem. No money, problem. ଯଦି ଟଙ୍କା ଅଛି ତାହେଲେ ସମସ୍ୟା ଅଛି ଯଦି ଟଙ୍କା ନାହିଁ ମଧ୍ୟ ସମସ୍ୟା ଅଛି We are living in this world filled with so many problems. ଆମର ଏଇ ଜଗତରେ ଯେତେବେଳେ ବଞ୍ଚୁଛୁ ସମସ୍ତ ସମସ୍ୟା ମଧ୍ୟରେ ଆମେ ରହିଅଛୁ But when you trust in God, when you look to God, this problem will not be there. ଯେତେବେଳେ ପ୍ରଭୁଙ୍କ ଠାରେ ନିର୍ଭର କରିବା ପ୍ରଭୁଙ୍କ ଠାରେ ଦୃଷ୍ଟିପାତ କରିବା ତାହେଲେ ଏ ସମସ୍ୟାକୁ ଆମେ ଦେଖିପାରିବା ନାହିଁ It will not disturb you. ଏ ବିଷୟ ମାନଙ୍କୁ ଡିଷ୍ଟର୍ବ କରିବ ନାହିଁ It will not create problem in your life. ଆମମାନଙ୍କ ଜୀବନରେ କୌଣସି ସମସ୍ୟା କରିବ ନାହିଁ Problems are there. ସମସ୍ୟା ଗୁଡାକ ଅଛି Difficulties are there. ଅନେକ ସମସ୍ୟା ଗୁଡାକ ଅଛି They will not disturb you. କଷ୍ଟ ଗୁଡାକ ଅଛି ମଧ୍ୟ ସେମାନେ Because you ଡିଷ୍ଟର୍ବ କରିବ trusted ନାହିଁ in God. You trusted in God. କିନ୍ତୁ ଆମେ ପ୍ରଭୁଙ୍କ ଠାରେ ନିର୍ଭର କରିଛୁ Total dependence. ସମ୍ପୂର୍ଣ୍ଣ ପ୍ରଭୁଙ୍କ ଠାରେ ନିର୍ଭର କରିବା So that kind of life we need to have, the Bible says. ଆଉ ସେହି ପ୍ରକାର ଜୀବନ ଯାହା ବାଇବଲ ଆମେ କହୁଛି ସେ ପ୍ରକାର ଆମେ ଆମମାନଙ୍କ ମଧ୍ୟରେ ରହିବା ଆବଶ୍ୟକ ଅଟେ So now there is explanation in Jeremiah chapter 17. ଯାହାକି ଆମେ ଜିରିମିୟା 17 ପର୍ବରେ ଦେଖୁଅଛୁ A man who trusts in God, ଆଉ ଯେଉଁ ବ୍ୟକ୍ତି ପ୍ରଭୁଙ୍କ ଠାରେ ନିର୍ଭର କରୁଅଛି whose confidence is in Him, ଆଉ ତାହାଙ୍କର ସମସ୍ତ ନିଶ୍ଚିତତା ପ୍ରଭୁଙ୍କ ଠାରେ ରହିଅଛି say like, I am confident God will take care of me. ଆଉ ମୁଁ ନିଶ୍ଚିତତା ଅଛି ଯେ ପ୍ରଭୁ ମୋର ସମସ୍ତ ଯତ୍ନ ନେବେ I am confident God will provide my need. ମୁଁ ନିଶ୍ଚିତତା ଅଛି ପ୍ରଭୁ ମୋର ସମସ୍ତ ଆବଶ୍ୟକତା ପୂର୍ଣ୍ଣ କରିବେ Sometimes we get disturbed. ଅନେକ ସମୟ ଆମେ ଡିଷ୍ଟର୍ବ ଅନୁଭବ କରୁଛୁ I read many stories of God's men and women. ମୁଁ ଅନେକ ପ୍ରଭୁଙ୍କର ବାଇବଲର ଅନେକ ମହିଳା ପୁରୁଷ ମାନଙ୍କର କାହାଣୀ ମୁଁ ପଢିଅଛି In the right time, God will help us. ଆଉ ସେଇ ନିର୍ଦ୍ଦିଷ୍ଟ ସମୟରେ ପ୍ରଭୁ ସାହାଯ୍ୟ କରିବେ Sometimes we think there is no help at all. ଆଉ ଅନେକ ସମୟରେ ଆମଙ୍କର କିଛି ଗୋଟେ ସାହାଯ୍ୟ ନଥିବ But God is faithful. ମାତ୍ର ଈଶ୍ୱର ବିଶ୍ୱସ୍ତ ଅଟନ୍ତି Blessed is the man who trusts in the Lord. ଆଶୀର୍ବାଦ ଯୁକ୍ତ ଯେଉଁ ବ୍ୟକ୍ତି ପ୍ରଭୁଙ୍କ ଠାରେ ନିର୍ଭର କରେ You are a blessed people. ଆପଣମାନେ ଆଶୀର୍ବାଦ ଯୁକ୍ତ ଲୋକମାନେ ଅଟନ୍ତି You are a blessed people. ଆପଣମାନେ ଆଶୀର୍ବାଦ ଯୁକ୍ତ ଲୋକମାନେ ଅଟନ୍ତି But what happened? We are running away from blessing, going to the curse. କିନ୍ତୁ ଆମମାନେ ସେଇ ଆଶୀର୍ବାଦରୁ ବାହାରି ଯାଉଛୁ ଯାହାର ଫଳରେ ଆମେ ଦଣ୍ଡ ପାଉଛୁ Who is a cursed man? ଅଭିଶାପ ଦେବା ବ୍ୟକ୍ତି କିଏ ଅଟନ୍ତି Verse 5. ପାଞ୍ଚ ପଦ ପଢନ୍ତୁ ଜିରିମିୟା 17:5 ସଦାପ୍ରଭୁ ଏହି କଥା କହନ୍ତି ଯେଉଁ ମନୁଷ୍ୟ ଉପରେ ନିର୍ଭର କରେ ଓ ମାଂସକୁ ଆପଣାର ବାହୁ କରେ ଆଉ ଯାହାର ହୃଦୟ ସଦାପ୍ରଭୁଙ୍କ ନିକଟରୁ ଦୂରକୁ ଯାଏ ସେ ଶାପଗ୍ରସ୍ତ। So there is a two different thing. One thing is a blessed, another thing is sharpness. ଯେ ଦୁଇଟି ବିଷୟ ଲେଖା ଅଛି ଗୋଟେ ପଟେ ଦେଖୁଛୁ ମାନେ ଆଶୀର୍ବାଦ ଯୁକ୍ତ ଆଉ ଅନ୍ୟ ପଟେ ଆମେ ଦେଖୁଛୁ ଅଭିଶାପ ବିଷୟ ଦେଖୁଛୁ Now who is a blessed person? କିଏ ଆଶୀର୍ବାଦ ଯୁକ୍ତ ଲୋକ Who is a cursed person? କିଏ ଅଭିଶପ୍ତ ବ୍ୟକ୍ତି So in the cursed person, ଯେଉଁମାନେ ସଦାପ୍ରଭୁଙ୍କ ଠାରେ ନିର୍ଭର ରଖନ୍ତି ସେମାନେ ଆଶୀର୍ବାଦ ପାଆନ୍ତି ଯେଉଁମାନେ ନିଜର ମାଂସକୁ ବାହୁକୁ ନିଜର ଏଠାରେ ରଖନ୍ତି ମୋର ଏ ଯାକ ସବୁ ବୋଲି କୁହନ୍ତି ସେମାନେ ସଫଳଗ୍ରସ୍ତ ଯେଉଁ ନିଜ ବାହୁ ଉପରେ ରଖନ୍ତି ମନୁଷ୍ୟ ଉପରେ ଯିଏ ମନୁଷ୍ୟ ନିର୍ଭର କରୁଛି ସେ ଶାପଗ୍ରସ୍ତ। Those who depend upon men, they are ଶାପଗ୍ରସ୍ତ. And those who depend upon fully depend upon God, they are blessed person. can I depend upon God for all my needs, all my money? ମୁଁ ଜଣେ ମନୁଷ୍ୟ ହିସାବରେ ମୁଁ ସମ୍ପୂର୍ଣ୍ଣ ଭାବରେ ମୋର ଆବଶ୍ୟକତା ପାଇଁ ମୁଁ ପ୍ରଭୁଙ୍କ ଠାରେ ନିର୍ଭର କରିପାରିବି କି Or do I depend upon man? ଆଉ ମନୁଷ୍ୟ ଠାରେ ନିର୍ଭର କରିବି ନା ମୁଁ ମନୁଷ୍ୟ ଠାରେ ନିର୍ଭର କରିବି I mean, I have to explain that properly. Yeah? ମୁଁ ଆପଣମାନଙ୍କୁ ସେ ବିଷୟକୁ You need money. You need money. ଏକ୍ସାମ୍ପଲ୍ ତମକୁ ଯଦି ଟଙ୍କା ଦରକାର ଅଛି Immediately you go to somebody and ask, give me 100 rupees, 200 rupees, 500 rupees, 10,000 rupees. ଆଉ ହଠାତ୍ ଯାଇକି ଆମେ ଜଣେ ଗୋଟେ ମାଗିବା ମୋତେ 100 ଟଙ୍କା 200 ଟଙ୍କା 5,000 10,000 ଟଙ୍କା ମୋତେ ଆବଶ୍ୟକ କହିକି Or waiting upon God, God do some miracle, Lord. ଆଉ ଆମେ ପ୍ରଭୁଙ୍କ ଠାରୁ ସେ ଆଶୀର୍ବାଦ ଅପେକ୍ଷା କରୁଛୁ ପ୍ରଭୁ କିଛି ଗୋଟେ କର କହିକି ଆମେ ପ୍ରଭୁ ଠାରୁ ନିର୍ଭର କରୁଛୁ Very difficult. ବହୁତ କଷ୍ଟର ବିଷୟ How can I trust God? ମୁଁ କେମିତି ପ୍ରଭୁଙ୍କ ଠାରୁ ନିର୍ଭର କରିବି Where is God? I cannot see Him. କେଉଁଠାରେ ପ୍ରଭୁ ଅଛନ୍ତି ପ୍ରଭୁଙ୍କୁ ମୁଁ ଦେଖୁନାହିଁ Will He give me? ସେ ମୋତେ କ'ଣ ଦେବେ କି
That question goes across our mind. ଆଉ ସେଇ ପ୍ରଶ୍ନ ଆମମାନଙ୍କ ମଧ୍ୟରେ ଆସିବ। But man, I can go. ମଣିଷ ଲୋକ ମୁଁ ଯାଇପାରିବି, I can go to Jitendra. I can go to somebody. ମୁଁ ତାଙ୍କ ପାଖକୁ ଯାଇପାରିବି, And you say, I need 1,000 rupees. ଆଉ ମୁଁ ତାଙ୍କୁ କହିବି ମୁଁ 10,000 ମତେ ଟଙ୍କା ମତେ He ଦରକାର। may give today or tomorrow. ସେ ହୁଏତ ମତେ ଆଜି କିମ୍ବା କାଲି ଦେଇପାରେ। But how can I wait upon God? ଆଉ କିନ୍ତୁ ମୁଁ କେମିତି ପ୍ରଭୁଙ୍କର ଅପେକ୍ଷା କରିବି? Are you understanding? ବୁଝିବା କି ନାହିଁ? ମାନେ ଆମକୁ ଟଙ୍କା ଦରକାର ଅଛି, ଆଉ ସେଇ ସମୟରେ ଆମେ ତା ପାଖକୁ ଆ ପାଖକୁ ଯାଉଛୁ ଆଉ ମାଗି ଯାଉଛୁ। ସେଇ ସମୟରେ କେମିତି ଆମେ ପ୍ରଭୁଙ୍କ ଠାରେ ନିର୍ଭର କରିକି ଆମେ ରହିପାରିବା? It's very difficult. ଏଇଟା ବହୁତ କଷ୍ଟର ବିଷୟ, Because we don't have patience. କାରଣ ଆମର ସେଇ ଧୈର୍ଯ୍ୟ ନଥିବ ସେଇ ସମୟରେ। Patience. ଧୈର୍ଯ୍ୟ Yeah, we don't have. ଆମ ପାଖରେ ଧୈର୍ଯ୍ୟ ନାହିଁ। Everything immediate. ଆମେ ଚାହୁଁଛୁ ସାଙ୍ଗେ ସାଙ୍ଗେ ହେବ କହିକି। Sometimes we may not, pastors, those are pastors, sometimes you do not have something in the house. ଅନେକ ସମୟରେ ମାନେ ପାଳକମାନେ ଆମଙ୍କ ଘରେ କିଛି ନଥିବ। All the pastors ସମସ୍ତ ପାଳକମାନେ never say, I am a poor pastor. ସମସ୍ତ ପାଳକମାନେ କେବେ ବି କୁହନ୍ତୁ ନାହିଁ ମୁଁ ଜଣେ ଗରିବ ପାଳକ କହିକି। Never say that. କେବେ ବି କୁହନ୍ତୁ ନାହିଁ ମୁଁ ଜଣେ God ଗରିବ will ଗରିବ get ପାଳକ angry with କହିକି। you. God will get angry with you. ଆଉ ପ୍ରଭୁ ତୁମ ନିମନ୍ତେ ସେ ବହୁତ ରାଗିବେ। Why? କାହିଁକି? You are telling, I am a servant of God. ଆଉ ତୁମେ କହୁଛ ମୁଁ ପ୍ରଭୁଙ୍କର ସେବକ। My God is greater than all. ଆଉ ମୋର ଈଶ୍ୱର ସମସ୍ତ ଠାରୁ ସର୍ବଶକ୍ତିମାନ ଅଟନ୍ତି। We say, God, you are my father. ହେ ପ୍ରଭୁ ତୁମେ ମୋର ପିତା ଅଟ। Is he your father? ସେ ଆପଣମାନଙ୍କ ପିତା କି? No. Yes. Really? Really? ହଁ କି ନାହିଁ? Okay. You said you have a son. What is his name? now working as ତା ପୁଅ ନା? कॉलेज में काम किया था लेकिन रिटायर्ड हो गया, 4 साल हो गया। नहीं, नहीं, अभी हैं? ଆପଣଙ୍କର ପୁଅ ନା କଣ କରୁଛନ୍ତି କହୁଛନ୍ତି? नहीं जियो ଝିଅ। ओके। गुडली गुडली। उसका बेटी का नाम गुडली है। बेटी का नाम? Yes. अच्छा। आपका बेटा है? आपका शादी हो गया? जी बेटा है? बेटा है। आपका शादी हो गया? बच्चा है? अच्छा। आपका शादी हो गया? यहाँ पे सबका शादी हो गया। आपका बच्चा, your son or daughter, ଆଉ ତୁମର ପୁଅ ଓ ଝିଅ ଯଦି he is asking 100 rupees from you. ସେ ତୁମକୁ 100 ଟଙ୍କା ମାଗୁଛି। Papa, what is it? ବାପା Papa, 100 rupees. ମୋତେ 100 ଟଙ୍କା ଦିଅ। Papa, ମୋତେ 100 ଟଙ୍କା ଦିଅ। 100 rupees. ମୋତେ 100 ଟଙ୍କା ଦରକାର, ମୋତେ 100 ଟଙ୍କା ଦିଅ। 100 taka dao. He will say, no, today I don't have money. ଆଉ ସେ କହିବ ମୁଁ ଆଜି ପାଖେ ମୋ ପାଖରେ ଟଙ୍କା ନାହିଁ, ଦେଇପାରିବି ନାହିଁ। When your son comes to Jitendra, ଆଉ ତମ ପୁଅ ମୋ ପାଖକୁ ଆସିବ, uncle, 100 rupees. ଆଉ ଅଙ୍କଲ ମୋତେ 100 ଟଙ୍କା ଦିଅ, Please, uncle. ଦୟାକର ଅଙ୍କଲ। Uncle gives 100 rupees. ଆଉ ସେ ଅଙ୍କଲ ତାଙ୍କୁ 100 ଟଙ୍କା ଦେଲେ। And that son will come to you. ଆଉ ସେଇ ପୁଅ ଆପଣ ପାଖକୁ ଆସିବ, Daddy, you did not give 100 rupees, but uncle gave 100 rupees. ବାପା ତୁମେ ମୋତେ 100 ଟଙ୍କା ଦେଲନି, ମୋତେ ସେ ଅଙ୍କଲ ମୋତେ 100 ଟଙ୍କା ଦେଲେ। What happened to you? କ'ଣ ହେବ ତୁମକୁ? What will happen? थोड़ा तो दर्द दर्द थोड़ा नहीं, ज्यादा होगा. କଷ୍ଟ ଲାଗିବ। ज्यादा होता दर्द. ବହୁତ କଷ୍ଟ ଲାଗିବ। Rick, I am alive. मैं जिंदा है. ମୁଁ ଜୀବିତ ଅଛି, मैं मर नहीं गया. ମୁଁ ମରି ନାହିଁ। Go return that money. ସେ ପଇସା ଫେରାଇ ଦିଅ। I am alive. ମୁଁ ଜୀବିତ ଅଛି, I am your father. ମୁଁ ତୁମର ପିତା। Don't put me to shame in front of others. ଲୋକମାନେ ଅନ୍ୟମାନଙ୍କ ନିକଟରେ ମୋତେ ଲଜ୍ଜା ମଧ୍ୟ କରିବା ପାଇଁ ଦିଅ ନାହିଁ। This is what God says. ଯାହାକି ପ୍ରଭୁ କହନ୍ତି, Hey, my children, ହେ ମୋର ପିଲାମାନେ, I am alive. ମୁଁ ଜୀବିତ ଅଛି, I am not dead. ମୁଁ ମରି ନାହିଁ। Trust in me. ମୋ ଠାରେ ନିର୍ଭର କର, Trust in me. ମୋ ଠାରେ ନିର୍ଭର କର। I will do miracle. ମୁଁ ଆଶ୍ଚର୍ଯ୍ୟ କାର୍ଯ୍ୟ କରିବି। If you trust me, I will do miracle. ଯଦି ତମେ ମୋତେ ବିଶ୍ୱାସ କରିବ, ନିର୍ଭର କରିବ, ମୁଁ ଆଶ୍ଚର୍ଯ୍ୟ କାର୍ଯ୍ୟ କରିବି। If you trust me little, you trust here. Trust little, you trust here. God says, okay, go ahead. ଯଦି ଆମେ ଏଇଠାରେ ଟିକେ ନିର୍ଭର କରେ, ଏଇଠି ଟିକେ ନିର୍ଭର କରେ, ସେଠି ନିର୍ଭର କରେ, ତାହେଲେ ପ୍ରଭୁଙ୍କୁ ଆମକୁ ଛାଡ଼ିଦେବେ। Very difficult. ବହୁତ କଷ୍ଟ, But we have to learn to trust Him.
କିନ୍ତୁ ଆମମାନଙ୍କୁ ପ୍ରଭୁଙ୍କ ଠାରେ ନିର୍ଭର କରିବା ଶିକ୍ଷା Sometimes we may not have even 1 rupee also. ଅନେକ ସମୟରେ ଆମମାନଙ୍କ ପକେଟରେ ଗୋଟେ ଟଙ୍କାଟେ ମଧ୍ୟ ନଥିବ We don't have no problem. କିଛି ଅସୁବିଧା ନାହିଁ I've gone through that. ମୁଁ ସେଇ ପ୍ରକାର ଅନୁଭୂତିର ଆଶା Not even ଯାଇଛି 50 paisa in my pocket. ମୋ ପକେଟରେ 50 ପଇସା ମଧ୍ୟ ନଥିବ I have no money for a bus. ବସ୍ ଟିକେଟ ପାଇଁ ମଧ୍ୟ ପ୍ରମୋଦ ଦାସ ମୋ ପଇସା ନଥିବ I'll walk. ଆଉ ମୁଁ ଚାଲି ଚାଲି I ଯିବି will not ask ମୁଁ anybody. କାହାକୁ ମାଗିବି ନାହିଁ I will ask. I will walk, no problem. ମୁଁ ଚାଲି ଚାଲି ଯିବି One କିଛି time I ଅସୁବିଧା went about 30 kilometers. ଆଉ ଗୋଟେ ଦିନ ମୁଁ 30 କିଲୋମିଟର ଚାଲି ଚାଲି ଗଲି Just sing a song and pray, kneel down and pray, sing a song and go. ଗୀତ ଗାଇ ଗାଇ ସେ ଚାଲି ଚାଲି 30 କିଲୋମିଟର ଗଲେ I mean, he called me, you are responsible, God. ସେ ମୋତେ ଆହ୍ୱାନ କରୁଛନ୍ତି ତୁମର ଦାୟିତ୍ୱ ଅଛି ପ୍ରଭୁ You are my father, I am your servant, God. ତୁମେ ମୋର ପିତା ମୁଁ ତୁମର ସେବକ ଅଟେ ପ୍ରଭୁ You do whatever you want. ତୁମେ କଣ ଚାହୁଁଛ ମୋ ଜୀବନ ପ୍ରତି ତୁମେ କର Trust in him. ତାଙ୍କର ନିର୍ଭର କରିବା If you begin to trust him, he will pour out his blessing upon you. ଯଦି ଆମେ ତାଙ୍କର ନିର୍ଭର କରିବା ବିଷୟ ଯଦି ଆମେ ଆରମ୍ଭ କରିବା ସେ ବହୁତ ଆଶୀର୍ବାଦ ଆମମାନଙ୍କୁ ପୂର୍ଣ୍ଣ କରିବେ Many years back, when I came to know and began the ministry, I became a pastor. ଅନେକ ବର୍ଷ ପୂର୍ବରୁ ଯେତେବେଳେ ମୁଁ ସେବା କାର୍ଯ୍ୟ କରିଥିଲି ପାଳକ ଭାବରେ Sometimes no money for rice also. ଆଉ ଅନେକ ସମୟରେ ଘରେ ଚାଉଳ ପାଇଁ ମଧ୍ୟ ଟଙ୍କା ନଥିବ If rice is there, no vegetable there. ଯଦି ଚାଉଳ ଥିବ କହିଲେ କିଛି ପରିବା ପତ୍ର No ନଥିବ dal there. ଡାଲି ନଥିବ Okay, rice and chutney, no problem. Hallelujah. ଚାଉଳ ଭାତ ଡାଲି ଚଟଣି ସହିତ ମଧ୍ୟ ଆମେ ଖାଉଥିଲୁ Who called? କିଏ ଡାକି ଅଛନ୍ତି Who called me? Heavenly So Father. you are responsible, God. ତୁମର ଦାୟିତ୍ୱ ଅଛି ପ୍ରଭୁ Why should I go to my father and mother? Why should I go to my other relatives and give me money? କାହିଁକି ମୋର ପିତାମାତା ପାଖକୁ ଯିବି ମୋ ସମ୍ପର୍କ ମାନ ପାଖକୁ ଯିବି ମାଗିବା ପାଇଁ That's what the Lord is looking for. ଯାହାକି ପ୍ରଭୁ ସେ ବିଷୟ ଦେଖିବା ପାଇଁ ସେ ଚାହୁଁଛି Difficult sometimes, very difficult sometimes. ଏ ଅନେକ ସମୟରେ ବହୁତ କଷ୍ଟ ଆମର ପାଇଁ ରହିଛି But God will do a great miracle. କିନ୍ତୁ ପ୍ରଭୁ ମହାନ ଆଶ୍ଚର୍ଯ୍ୟ କାର୍ଯ୍ୟ ସେ କରିବେ I don't have money to buy sari for my wife also. ମୁଁ ମୋ ସ୍ତ୍ରୀଙ୍କ ପାଇଁ ଆଜି ଗୋଟେ ଶାଢ଼ୀ କିଣିବା ପାଇଁ ମୋ ଘରେ ପଇସା ନଥିଲା No problem. କିଛି ଅସୁବିଧା ନାହିଁ Christmas time, no sari. What happens? ଖ୍ରୀଷ୍ଟମାସ ସମୟରେ ଶାଢ଼ୀ ନାହିଁ କିଛି If you ଅସୁବିଧା don't ନାହିଁ buy sari to your wife on Christmas, what happens? ଯଦି ଆପଣମାନେ ଯଦି ଖ୍ରୀଷ୍ଟମାସ ସମୟରେ ଯଦି ନିଜ ସ୍ତ୍ରୀଙ୍କ ପାଇଁ ଶାଢ଼ୀ କିଣିବେ କଣ ହବ Lot of fight happens. ଅନେକ ପ୍ରକାର ଝଗଡ଼ା ହବ ନାହିଁ Oh, I need sari. ନାଇଁ ମୋତେ ଶାଢ଼ୀ ଦରକାର ନୂଆ ଶାଢ଼ୀ You can ask your wives. ଆପଣମାନଙ୍କୁ Now Christmas is coming. If you don't buy sari, ଖ୍ରୀଷ୍ଟମାସ ଆସୁଛି ଯଦି ଆପଣମାନେ ଶାଢ଼ୀ କିଣିଦେବେ ନାହିଁ I said, don't worry. କିଛି ବ୍ୟସ୍ତ ହବ ନାହିଁ Before marriage, I told her, I am a pastor. I cannot buy sari. ବିବାହ ପୂର୍ବରୁ ସେ ତାଙ୍କ ସ୍ତ୍ରୀଙ୍କୁ କହିଲେ ମୁଁ ଜଣେ ପାଳକ ମୁଁ କୌଣସି ଜିନିଷ ତମ ପାଇଁ କିଣି ଦେଇପାରିବିନି I told her in the beginning of it. ଏଇଟା ହେଉଛି ମୋର ଆରମ୍ଭ I said, God will provide. ବଟ୍ ମୁଁ କହିଲି ପ୍ରଭୁ ନିଶ୍ଚୟ ଯୋଗାଇବେ। 24th December, no sari. ଡିସେମ୍ବର 24ରେ ଶାଢ଼ୀ କିଛି ନାହିଁ ନୂଆ ଶାଢ଼ୀ ନାହିଁ And I said, don't worry. କିଛି ବ୍ୟସ୍ତ ନାହିଁ God will give you. ପ୍ରଭୁ ତୁମକୁ ଦେବେ 24th night, 12 o'clock, we got sari. 24ର ରାତି 12ରେ ଗୋଟେ ଶାଢ଼ୀ ପ୍ରଭୁ ତାଙ୍କୁ ଦେଲେ Not Indian sari, foreign sari. ଭାରତ ଶାଢ଼ୀ ନୁହେଁ ଫରେନ୍ ଶାଢ଼ୀ ପ୍ରଭୁ ଦେଲେ There Amen. are many miracles. ପ୍ରଭୁ ବହୁତ ଆଶ୍ଚର୍ଯ୍ୟ କାର୍ଯ୍ୟ ସେ You କରିଛନ୍ତି trust in Him. ଆମେ ତାଙ୍କୁ ନିର୍ଭର କରିବା I told my wife, see, you waited and foreign sari came for you. ଦେଖ ତମେ ଅପେକ୍ଷା କଲେ ତମେ ଫରେନ୍ର ଶାଢ଼ୀ ତମେ ପିନ୍ଧିବା ପାଇଁ ସୁଯୋଗ ପାଇନ One time my children was 4, they're born, they're going to school. 4 children told me, Daddy, we have to pay the school fee. ଆଉ ଗୋଟେ ଥର ତାଙ୍କର 4ଟି ଛୁଆମାନେ ତାଙ୍କ ବାପାଙ୍କୁ କହିଲେ ଆଉ ବାପା ଆମକୁ ସ୍କୁଲର ଫିସ୍ ଦେବାକୁ ପଡ଼ିବ 12 o'clock, before 12 o'clock, you have to pay the fee. 12 ଘଣ୍ଟା ପୂର୍ବରୁ ମାନେ ଦିନ 12ଟା ପୂର୍ବରୁ ଦେବାକୁ ପଡ଼ିବ ଫିସ୍ ବାନ୍ଧିବାକୁ ପଡ଼ିବ No money. ପଇସା ନାହିଁ I can ask, people can give, church can give, everybody. ଆଉ ଯଦି ଚାହିଁଲେ ମୁଁ କାହାକୁ ମାଗି ପାରିଥାନ୍ତି ଆଉ ସେଟା ଫିସ୍ ଦେଇପାରିଥାନ୍ତି No. I said, I don't know. ମୁଁ କାହାକୁ ମାଗିବି ନାହିଁ He knows. ସେ ଜାଣିଅଛନ୍ତି He knows. ସେ ଜାଣିଅଛନ୍ତି କି ନାହିଁ Yeah, he knows. ସେ ଜାଣିଅଛନ୍ତି 11 o'clock, no money. 11ଟା ପର୍ଯ୍ୟନ୍ତ ଟଙ୍କା ନାହିଁ 12, before 12, I have to pay the fees. 12ଟା ପୂର୍ବରୁ ମୋତେ ପଇସା ଫିସ୍ ଦେବାକୁ ପଡ଼ିବ ସ୍କୁଲରେ 11:15, 2 ladies came to my place. 11:15ରେ ପ୍ରଭୁଙ୍କ ଦାସ ପାଖକୁ 2 ଜଣ ମହିଳାମାନେ ଗଲେ And they want me to pray. ଆଉ ସେମାନେ କହିଲେ କି ମୋ ପାଇଁ ସେମାନଙ୍କ ପାଇଁ ପ୍ରାର୍ଥନା I କରିବା ପାଇଁ prayed, but my heart was 12 o'clock. ମୁଁ ପ୍ରାର୍ଥନା କଲି ମୋର ହୃଦୟ କିନ୍ତୁ ସେ 12ଟା ସମୟ ଅପେକ୍ଷା କରୁଥିଲା God, do some miracle. ପ୍ରଭୁ କିଛି ଗୋଟେ ଆଶ୍ଚର୍ଯ୍ୟ କାର୍ଯ୍ୟ କର After the prayer, this lady gave 2 envelopes. ଆଉ ପ୍ରାର୍ଥନା ପରେ ଏହି 2 ଜଣ ମହିଳାମାନେ
ଦୁଇଟି ଇନଭଲଭ ପ୍ରଭୁଙ୍କ ଦାସଙ୍କୁ ଦେଲେ He said, one envelope put in the church, ଆଉ ଗୋଟେ ଇନଭଲଭ ତମେ ଚର୍ଚ୍ଚରେ ପକାଅ the second envelope for you. ଆଉ ଦ୍ୱିତୀୟ ଇନଭଲଭ ହଉଛି ଆପଣମାନଙ୍କ ପାଇଁ। So after the prayer, they went. ଆଉ ପ୍ରାର୍ଥନା ପରେ ସେମାନେ ଚାଲିଗଲେ I knelt down and prayed. ଆଉ ଆଉ ଆଣ୍ଠୁ ଭାଙ୍ଗିଲା ପ୍ରାର୍ଥନା କଲି। 11:45. ଆଉ 11:45ରେ I opened the envelope and saw money, so much money. ଆଉ ଯେତେବେଳେ ସେ ଇନଭଲଭ ଖୋଲିକି ଦେଖୁଛନ୍ତି ଅନେକ ଟଙ୍କା ଅଛି। More than what fee I have to pay. ଆଉ ଯେତିକି ଯେ ଟଙ୍କା ଆବଶ୍ୟକତା ଥିଲା ତାଠୁ ଅଧିକ ଫି ଟଙ୍କା ଥିଲା। Scooter before 12, I was there to pay the fees. ଆଉ 11:45ରେ ମୁଁ ସ୍କୁଲକୁ ପହଞ୍ଚିଲା ଆଉ ସେ ପଇସା ବାନ୍ଧିଲି। God is faithful. ଈଶ୍ୱର ହଉଛନ୍ତି ବିଶ୍ୱସ୍ତ ଅଟନ୍ତି। He knows your need. ସେ ତୁମର ଆବଶ୍ୟକତା ଜାଣନ୍ତି। Amen. He knows your heart. ସେ ତୁମର ହୃଦୟ ଜାଣନ୍ତି। He is your father. ସେ ତୁମର ପିତା ଅଟନ୍ତି। He is your father. ସେ ତୁମର ପିତା ଅଟନ୍ତି। You are a father. You know your children's ଆଉ heart. ଆମେ ସମସ୍ତେ ପିତାମାନେ ଅଟୁ ଆମେ ଜାଣିଛୁ ଆମ ପିଲାଙ୍କର କ'ଣ ଆବଶ୍ୟକତା ରହିଛି। If your children are in need, you feel sad. ଆଉ ଯଦି ତମ ପିଲାଙ୍କର ନିଜ ପିଲାଙ୍କର ଯଦି ଆବଶ୍ୟକତା ରହିଛି Daddy, I want school ବହୁତ କଷ୍ଟ fees. ଲାଗେ। School fees. ପିଲାମାନେ କହିଲେ ବାପା ମୋତେ ସ୍କୁଲ ଫିସ୍ ଦେବାକୁ I ପଡ଼ିବ। need shoe, Daddy. ଆମମାନଙ୍କୁ ଜୋତା ଆବଶ୍ୟକତା I ପଡ଼ିବ। need dress, Daddy. ମୋତେ ଡ୍ରେସ୍ ଆବଶ୍ୟକତା ପିତା। I need pencil, Daddy. ମୋତେ ପେନ୍ସିଲ ଆବଶ୍ୟକତା I ରହିଛି। need notebook, Daddy. ମୋତେ ଖାତା ଆବଶ୍ୟକତା If ରହିଛି। you do not have money, what happens to you? ଯଦି ବାବାରେ ଯଦି ଆମ ପାଖରେ ଯଦି ଟଙ୍କା ନାହିଁ ତ କେମିତି ଲାଗିବ ଆମକୁ? You feel so disturbed. ଆମେ ପୁରା ଡିଷ୍ଟର୍ବ ହେବା ମାନଙ୍କ ହୃଦୟ ମଧ୍ୟରେ। Cry. ଆମେ କାନ୍ଦିବା। Your wife cries ସ୍ତ୍ରୀ କାନ୍ଦିବ। because you are a father. କାରଣ ତୁମେ ପିତା ଅଟ। Because you are a mother. କାରଣ ତୁମେ ମା ଅଟ। Other people don't do that. ଅନ୍ୟ ଲୋକମାନେ ସେ ବିଷୟ କରିବେନି। My father looks at you. ଆଉ ସେ ଆମମାନଙ୍କୁ ପିତା ସେ ବିଷୟ ଦେଖନ୍ତି। I know my child. I ମୁଁ know ଜାଣିଛି ମୋର ପିଲା। I know your need. ମୁଁ ଜାଣିଛି ତୁମର ଆବଶ୍ୟକତା। I know your problem, my dear. ମୁଁ ତୁମର ସମସ୍ୟାକୁ I am ଜାଣିଛି। your dad. ମୁଁ ତୁମର ପିତା ଅଟେ। Your mother may forget you, ହୁଏତ ତୁମର ମା ତୁମକୁ ଭୁଲି ପାରେ। but I will never forget you. ବଟ୍ ମୁଁ କେବେ ହେଲେ ତୁମକୁ ଭୁଲିବି ନାହିଁ। I will never forsake ମୁଁ you. ତୁମକୁ କେବେ ବି ଛାଡ଼ିବି ନାହିଁ। Isaiah 49:15-16. ଯୋଉଟା ଜିସାୟ 49:15-16 Read that. Isaiah 49:15-16. 49:15-16 ପଢନ୍ତୁ। ସ୍ତ୍ରୀ ଲୋକ ଆପଣା ଗର୍ଭଜାତ ପୁତ୍ରକୁ ସ୍ନେହ ନ କରି କି ଆପଣା ସ୍ତନ୍ୟପାୟୀ ଶିଶୁକୁ ପାଶରି ପାରିବ? ହଁ, ଏମାନେ ପାଶରି ପାରନ୍ତି, ତଥାପି ଆମେ ତୁମକୁ ପାଶରିବା ନାହିଁ। ଦେଖ, ଆମେ ଆପଣା ହସ୍ତଚୟର ପାପୁଲିରେ ତୁମର ଆକୃତି ଲେଖିଛୁ, ତୁମର ପ୍ରାଚୀର ସର୍ବଦା ଆମ ସମ୍ମୁଖରେ ଅଛି। Word of God said, can a mother forget the child? ପ୍ରଭୁଙ୍କର ବାକ୍ୟ କହେ କ'ଣ ଜଣେ ମା ନିଜ ଛୁଆକୁ ଭୁଲି ପାରେ? She may, but I will not. ହୁଏତ ସେ ତାହାକୁ ଭୁଲି ପାରେ ମାତ୍ର ମୁଁ She ତୁମକୁ ଭୁଲିବି may, ନାହିଁ। but I will not. ହୁଏତ ସେ ତା ଛୁଆକୁ ଭୁଲି ପାରେ ମାତ୍ର ମୁଁ She ତୁମକୁ may, ଭୁଲିବି but I will ନାହିଁ। ହୁଏତ not. ସେ ତା ଛୁଆକୁ ଭୁଲି ପାରେ ମାତ୍ର ମୁଁ My ତୁମକୁ dear, he ଭୁଲିବି will not ନାହିଁ। forget you. ସେ ତୁମକୁ ଭୁଲିବେ ନାହିଁ ପ୍ରଭୁଙ୍କର He ଲୋକମାନେ। knows you. ସେ ତୁମକୁ ଜାଣନ୍ତି। The day you accepted Jesus, he knows you. He ଯେତେବେଳେ ଯୋଉଦିନ ଆପଣ ପ୍ରଭୁଙ୍କୁ ଗ୍ରହଣ କଲେ ସେ ଦିନ ସେ loves you. ତୁମକୁ ପ୍ରେମ has କରନ୍ତି। a wonderful plan for your ସେ ଗୋଟେ life. ମହାନ ଯୋଜନା ତୁମ ପାଇଁ He ରଖିଛନ୍ତି। wants to bless you. ସେ ତୁମକୁ ଆଶୀର୍ବାଦ He କରିବା ପାଇଁ wants to ଚାହାନ୍ତି। make others blessing through your life. ସେ ଅନ୍ୟମାନଙ୍କ ଦ୍ୱାରା ତୁମମାନଙ୍କୁ ଆଶୀର୍ବାଦ କରିବା ପାଇଁ ଚାହାନ୍ତି। But somewhere something is going wrong. କିନ୍ତୁ ଅନ୍ୟାନ୍ୟ ଜାଗାରେ କିଛି ଗୋଟେ ଭୁଲ ରହିଅଛି। We have to find out where I am wrong. ଆଉ ଆମେ ସେ ବିଷୟକୁ ଜାଣିବାକୁ ପଡ଼ିବ କେଉଁ ସ୍ଥାନରେ ମୁଁ Why I am ଭୁଲ not କରୁଅଛି। totally depending upon God. କାହିଁକି ମୁଁ ସମ୍ପୂର୍ଣ୍ଣ ପ୍ରଭୁଙ୍କ ଠାରେ ଡିପେଣ୍ଡ କରିପାରୁନାହିଁ? Why we are depending upon people. କାହିଁକି ଆମେ ଲୋକଙ୍କ ପାଖରେ ନିର୍ଭର କରୁଛୁ? The people who depend upon people, the pastor or servant of God depend upon the people, it says cursed. ଆଉ ମନୁଷ୍ୟ ଉପରେ ନିର୍ଭର କିଆ ଜଣେ ପ୍ରଭୁଙ୍କର ଲୋକ ଉପରେ ନିର୍ଭର କରିବା ତାହା ଅଭିଶପ୍ତ ଅଟେ। If you are a servant of God and trusting other people for your help, you are a cursed person. ଆଉ ଯଦି ତମେ ପ୍ରଭୁଙ୍କର ଦାସ ହେଇକି ସେବକ ହେଇକି ଯଦି ଅନ୍ୟ ଉପରେ ନିର୍ଭର କରୁଛ ତାହା ହେଉଛି ଆପଣ ଜଣେ ଅଭିଶପ୍ତ ଲୋକ ଅଟନ୍ତି। Trusting for anything, not only money. କେବଳ ଅର୍ଥ ନୁହେଁ ସମସ୍ତ ବିଷୟ ନେଇ ପ୍ରଭୁଙ୍କଠାରେ ନିର୍ଭର କରିବା। Total dependence. ସମ୍ପୂର୍ଣ୍ଣ ନିର୍ଭରତା। Total trust for everything. ସମସ୍ତ ବିଷୟ ତାଙ୍କ ନିର୍ଭର କରିବା। For your money, ଟଙ୍କା ପାଇଁ, for your house, ଘର ପାଇଁ, for your bike, ବାଇକ୍ ପାଇଁ, for your health, ସ୍ୱାସ୍ଥ୍ୟ ପାଇଁ, for your family, ପରିବାର ପାଇଁ, for your children, ଚିଲ୍ଡ୍ରେନ୍ ପାଇଁ, ପିଲା for ପାଇଁ, their future, ଭବିଷ୍ୟତ ପାଇଁ, for their marriage. ସେମାନଙ୍କ ବିବାହ ପାଇଁ Total trust ସମ୍ପୂର୍ଣ୍ଣ ନିର୍ଭର କରିବା upon God. ପ୍ରଭୁଙ୍କ ଠାରେ। If you are not trusting, there ଯଦି is ପ୍ରଭୁଙ୍କ a ଠାରେ ନିର୍ଭର curse. ନ କରୁଛୁ ତାହେଲେ There is a curse. ଆମ ପାଇଁ ଅଭିଶପ୍ତ ରହିଛି, ଅଭିଶାପ ରହିଛି। So he said, cursed is the one who trusts in the man who depends upon the people
whose heart turn away from the God. ଆଉ ଯୋଉ ବ୍ୟକ୍ତି ପ୍ରଭୁଙ୍କ ଠାରେ ନିର୍ଭର ନ କରି ମନୁଷ୍ୟ ଠାରେ ନିର୍ଭର କରେ ସେହି ବ୍ୟକ୍ତି ପ୍ରଭୁଙ୍କ ଠାରୁ ଦୂରେଇ ଯାଏ ଆଉ ସେହି ବ୍ୟକ୍ତି ଅଭିଶପ୍ତ ପ୍ରାପ୍ତ ହେବ। So the blessed is the person. What are the benefit of the blessed is the person? What we will see in their lives? ଆଉ ଆଶୀର୍ବାଦ ଯୁକ୍ତ ଲୋକମାନଙ୍କ ପାଖରେ ଜୀବନରେ ଆମେ କ'ଣ ଦେଖିପାରିବା? Verse 8, chapter 17, Jeremiah. ଯେରେମିୟା 17ର 8 ପଦରେ ଯଦି ଆମେ ଦେଖିବା, Read that. କିଏ ପଢ଼ନ୍ତୁ 8। 8. କାରଣ ସେ ଜଳ ନିକଟରେ ରୋପିତ ଓ ନଦୀ କୂଳରେ ବିସ୍ତୃତ ମୂଳ ବୃକ୍ଷ ତୁଲ୍ୟ ହେବ ଓ ଗ୍ରୀଷ୍ମ ଉପସ୍ଥିତ ହେବା ବେଳେ ସେ ଭୟ କରିବ ନାହିଁ, ମାତ୍ର ତାହାର ପତ୍ର ସତେଜ ହେବ ଆଉ ଅନାବୃଷ୍ଟିର ବର୍ଷରେ ସେ ଚିନ୍ତିତ ହେବ ନାହିଁ କିମ୍ବା ତାହାର ଫଳ ଫଳିବାର ନିବୃତ ହେବ ନାହିଁ। Hallelujah. ହାଲେଲୁୟା। The Bible says ବାଇବଲ କହେ he is like a tree planted by the waters. ଆଉ ଏ ଦେଖୁଛ ମାନେ ସେ ଜଣେ ଜଳ ନିକଟରେ ରୋପିତ ଓ ନଦୀ କୂଳରେ ବିସ୍ତୃତ ମୂଳ ବୃକ୍ଷ ତୁଲ୍ୟ ମନୁଷ୍ୟ ସଦୃଶ So ଅଟନ୍ତି। if you trust in the Lord, ଯଦି ତମେ ପ୍ରଭୁଠାରେ ନିର୍ଭର କରିବ you will be like a plant planted near the water. ଆମେ ଗୋଟେ ନଦୀ କୂଳରେ ରୋପିତ ଗୋଟେ ବୃକ୍ଷ ତୁଲ୍ୟ ମାନେ ହେବା। What happens when the tree near the water flow? What happens? ଯଦି ପାଣି ଯାଉଛି ସେ ପାଖରେ ଯଦି ଗୋଟେ ଗଛ ଥିବ କ'ଣ ହବ? ସତେଜ ରହିବ ମାନେ ସବୁବେଳେ ସତେଜ ଥିବ ଆଉ। Evergreen. ଆଉ ସେ ସବୁବେଳେ ସତେଜ ହୋଇ ରହିବ, ଏଭରଗ୍ରୀନ। Evergreen. ସେ ମଳି ରହିବନି, ମାତ୍ର ସେ ସତେଜ ହୋଇ ରହିବ। The Bible says that, no? ବାଇବଲ ତାହା କହୁଅଛି। He will be like a tree planted by the waters. The sense that sends out its root deep in and it does not fear when the heat comes. Its leaves are always green. ଆଉ ତାହା କେତେ ଗ୍ରୀଷ୍ମ ହେଲେ ମଧ୍ୟ ତାହା କ'ଣ ଭୟ କରିବ ନାହିଁ, ପ୍ରତ୍ୟେକ ସମୟରେ କ'ଣ ହେବ ତାହା ସତେଜ ହୋଇକି ରହିବ ସେ ବୃକ୍ଷ। So there is no fear ତାଠାରେ କୌଣସି ଭୟ ନଥିବ, and they are always fresh. ସେମାନେ ପ୍ରତ୍ୟେକ ସମୟରେ ସତେଜ ତେଜ ସେ ଦେଖାଯାଉଥିବ। Even there is a drought. ଅନାବୃଷ୍ଟିରେ ମଧ୍ୟ never fails to bear fruit. ସେ ଫଳ ଫଳିବାରେ କୌଣସି ନିବୃତ ହେବ ନାହିଁ। You know, God has a plan for all of you. ଆଉ ପ୍ରଭୁଙ୍କର ଯୋଜନା ରହିଛି ଆମ ସମସ୍ତଙ୍କ ପାଇଁ। He wants you to be like a plant near the flowing water. ସେ ଚାହାନ୍ତି ଯୋଉ ସ୍ଥାନରେ କି ପାଣି ଝର ଯାଉଛି ଗୋଟେ ବୃକ୍ଷ ରହିଛି ସେମିତି ସେ ଆମ ପାଇଁ ସେ ଚାହାନ୍ତି। So what happens then? You will not have any fear. ତାହେଲେ ଆମେ କୌଣସି ପାଇଁ ଭୟ କରିବ ନାହିଁ। You will always bear fruit. ଆଉ ତୁମେ ପ୍ରତ୍ୟେକ ସମୟରେ ଫଳ ଉତ୍ପନ୍ନ କରିବ। You always look fresh. ଆଉ ତୁମେ ପ୍ରତ୍ୟେକ ସମୟରେ ସତେଜ ଦେଖାଯିବ। And people look at your face and wow, you're looking nice. ଆଉ ଲୋକମାନେ ତୁମର ମୁଖକୁ ଦେଖିବେ, ତୁମେ ବହୁତ ସୁନ୍ଦର ଦେଖାଯାଉଛ ସେମାନେ କହିବେ। Nowadays there are many creams that come, no? ଆଉ ଆଜିକାଲି ଅନେକ ପ୍ରକାର କ୍ରିମ୍ ବାହାରେ ଅଛି ଲଗାଇବା ପାଇଁ, ମୁହଁରେ ଲଗାଇବା ପାଇଁ। I met one person. ମୁଁ ଗୋଟେ ବ୍ୟକ୍ତିକୁ ଭେଟିଲି। He said, Pastor, last 15 years I'm using Fair and Lovely. ଆଉ ଗତ 15 ବର୍ଷ ହେଲାଣି ମୁଁ ଫେୟାର ଆଣ୍ଡ ଲଭଲି ୟୁଜ୍ କରୁଅଛି। My color is same. ମୋର କଲର କୌଣସି ପରିବର୍ତ୍ତନ ହେଉନାହିଁ, ମୋର ରଙ୍ଗ କିଛି ପରିବର୍ତ୍ତନ ହେଉନାହିଁ। People use so many creams after creams. ଆଉ ଲୋକମାନେ ଅନେକ ପ୍ରକାର କ୍ରିମ୍ ପରେ କ୍ରିମ୍ ସେମାନେ ବ୍ୟବହାର କରିଥାନ୍ତି ମୁହଁରେ, But their face is like a dark. କିନ୍ତୁ ସେମାନଙ୍କର ଚେହେରା ସେମିତି କଳା ହେଇକି ମାନେ ଅନ୍ଧକାର ହେଲା ବେଳେ କଳା ହେଇକି ହିଁ ଥିବ। But when the presence of God is with you, ଯଦି ପ୍ରଭୁଙ୍କର ଉପସ୍ଥିତି ତମ ସହିତ ଅଛି you will look fresh. ଆଉ ତୁମେ ସତେଜ ଦେଖାଯିବ। Look at your face and wow, what a beautiful. ଆଉ ତୁ ସତେଜ ଦେଖାଯିବ, ଗୋଟେ ସୁନ୍ଦର ଦେଖାଯିବ। Moses stayed with the Lord 40 days and 40 nights. ଆଉ ମୋଶା ପରମେଶ୍ୱରଙ୍କ ସହିତ 40 ଦିନ ସେ 40 ରାତି ସେ ରହିଲେ। Isn't it? When he came down, ଯେତେବେଳେ ସେ ତଳକୁ ଆସିଲେ what happened? କ'ଣ ହେଲା? Glow was coming. ତାଙ୍କର ମୁଖ ପୁରା ତେଜ ପ୍ରକାଶ ହେଲା। People said, Moses, I cannot see your face. ହେ ମୋଶା, ମୁଁ ତମର ଚେହେରାକୁ ମୁଁ ଦେଖି ପାରୁନାହିଁ। Put, burqa, curtain on that. ସେ ସ୍ଥାନ ଗୋଟେ ବୁର୍ଖା ଲଗାଯାଇଅଛି କହିକି। So Moses used to put, cover on his face and talk to people. ଆଉ ସେ ମୋଶା କ'ଣ କରୁଥିଲେ? ଗୋଟେ କଭର ସେ ପିନ୍ଧୁଥିଲେ ଆଉ ସେ ଲୋକଙ୍କ ସହିତ କଥାବାର୍ତ୍ତା କରୁଥିଲେ।
Spending time in the presence of God. ଆଉ ପ୍ରଭୁଙ୍କ ଉପସ୍ଥିତି ମଧ୍ୟରେ ସମୟ ଅତିବାହିତ କରିବା The more you spend time in presence of God, ଯଦି ପ୍ରଭୁଙ୍କ ଠାରେ ଆମେ ଅଧିକ ସମୟ ଅତିବାହିତ you କରିବା pray to God, ପ୍ରଭୁଙ୍କ ଠାରେ ପ୍ରାର୍ଥନା କରିବା read the word of God, ପ୍ରଭୁଙ୍କ ବାକ୍ୟ ଅଧ୍ୟୟନ କରିବା the more you are with Him, your face will shine. ଯଦି ଆମେ ଅଧିକ ସମୟ ତାଙ୍କ ସହିତ ରହିବା ଆମମାନଙ୍କର ଚେହେରା ସତେଜ ହେବ You ସାଇନିଂ will ହେବ be a blessing to the people. ଆମେ ଅନ୍ୟମାନଙ୍କ ପାଇଁ ଆଶୀର୍ବାଦ ଯୁକ୍ତ ହୋଇପାରିବା When you talk to people, they get comfort. ଆଉ ଯେତେବେଳେ ଲୋକମାନଙ୍କ ସହିତ କଥା ହେବା ସେମାନେ କମ୍ଫର୍ଟ ଅନୁଭବ କରିବେ Your talking will bring the relief to their ଆଉ life. ଆମମାନଙ୍କର କଥାବାର୍ତ୍ତା ସେମାନଙ୍କର କଷ୍ଟକୁ କ'ଣ କରିବ ଶାନ୍ତି ପ୍ରଦାନ କରିବ The one who stays in the presence of God, ଯେ ପ୍ରଭୁଙ୍କର ଉପସ୍ଥିତି ମଧ୍ୟରେ ବାସ କରେ he will not talk about other people. ସେ ଅନ୍ୟମାନଙ୍କ ବିଷୟ କି ଅନ୍ୟ ବିଷୟ ସେ କଥାବାର୍ତ୍ତା କରିବ ନାହିଁ He will talk only about God. ସେ କେବଳ ପ୍ରଭୁଙ୍କ ବିଷୟରେ କଥାବାର୍ତ୍ତା କରିବ But those who do not stay with God, ଆଉ ଯେଉଁମାନେ ପ୍ରଭୁଙ୍କ ସହିତ ବାସ କରିବେ ନା those ରହିବେ who ନାହିଁ do not pray, ଯେଉଁମାନେ ପ୍ରାର୍ଥନା କରିବେ ନାହିଁ those who do not do what God is telling, ଯାହା ପ୍ରଭୁ କହୁଛନ୍ତି ତାହା ସେମାନେ କରିବେ ନାହିଁ their heart is filled with all kind of bad things. ଆଉ ସେମାନଙ୍କର ହୃଦୟ ଅନେକ ପ୍ରକାର ଖରାପରେ ପରିପୂର୍ଣ୍ଣ They ହବ talk about other things. ସେମାନେ ଅନ୍ୟ ବିଷୟରେ କଥାବାର୍ତ୍ତା କରିବେ They talk about other people. ସେ ଅନ୍ୟ ଲୋକମାନଙ୍କ ବିଷୟରେ They କଥାବାର୍ତ୍ତା talk କରିବେ about other pastors. ଅନ୍ୟ ପାଳକମାନଙ୍କ ବିଷୟରେ They ସେମାନେ talk କଥା about other church. ଅନ୍ୟ ମଣ୍ଡଳ ଉପରେ ସେମାନେ They talk କଥାବାର୍ତ୍ତା କରିବେ about other bishop. ଅନ୍ୟ ବିଷୟ ଉପରେ They ସେମାନେ talk କଥାବାର୍ତ୍ତା about neighbors. They talk about all other rubbish. ଅନ୍ୟ ପଡ଼ୋଶୀମାନଙ୍କ ବିଷୟରେ ଅନ୍ୟାନ୍ୟ ବିଷୟରେ ସେମାନେ କଥାବାର୍ତ୍ତା କରିଥାନ୍ତି They come to Pastor Jitendra. ସେମାନେ ପାର୍ଶ୍ୱ ପାଖକୁ ଆସନ୍ତି They talk against Gaurav. ସେ ଗୌରବ ବିଷୟରେ ସେମାନେ କଥାବାର୍ତ୍ତା They କରନ୍ତି go to Gaurav. ସେମାନେ ଗୌରବ ପାଖକୁ ଯାଆନ୍ତି They talk against Pastor ଆଉ Jitendra. ସେମାନେ ମୋ ବିଷୟରେ କଥାବାର୍ତ୍ତା କରିଥାନ୍ତି You go to somewhere, you're talking about something wrong because you're not with God. ଆପଣମାନେ ଅନ୍ୟ ପାଖକୁ ଯାଇକି ଅନ୍ୟ ବିଷୟରେ କଥା ହଉଛନ୍ତି କାରଣ ଆପଣମାନେ ପ୍ରଭୁଙ୍କ ସହିତ ନାହାନ୍ତି Many times when I went to Pastor's Fellowship preach during the lunch time, what they talk? ଅନେକ ସମୟ ଯେତେବେଳେ ମାନେ ପ୍ରଚାର କରିକି ଆମେ ଲଞ୍ଚ ସମୟ ମଧ୍ୟରେ ପାଳକମାନେ କ'ଣ କଥାବାର୍ତ୍ତା କରନ୍ତି Oh, what happened there? What happened there? What that pastor did? Arey, don't talk about ସେ that. ପାଳକ କ'ଣ ହେଲା ଏ କ'ଣ ହେଲା ଏ କ'ଣ ହେଲା କହି ସେମାନେ କଥାବାର୍ତ୍ତା କରିଥାନ୍ତି That is not your work. Who made you judge? ସେ କାର୍ଯ୍ୟ ତମେ କରିବାର ନାହିଁ The Bible says, "Who made you judge?" ବିଚାର କରିବା ପାଇଁ ପ୍ରଭୁ କିଏ ତୁମକୁ ଅଧିକାର ଦେଲା Talk about God. ପ୍ରଭୁଙ୍କ ବିଷୟରେ କଥାବାର୍ତ୍ତା Talk କର about the miracles of God. ଆଶ୍ଚର୍ଯ୍ୟ କର୍ମ ଉପରେ କଥାବାର୍ତ୍ତା କର Talk about what God has done. ଯାହା ପ୍ରଭୁ କରିଛନ୍ତି ସେ ବିଷୟରେ କଥାବାର୍ତ୍ତା You କର don't talk about God because you do not spend time with କାରଣ ଆମେ God. ପ୍ରଭୁଙ୍କ ଠାରେ ମାନେ ସମ୍ପୂର୍ଣ୍ଣ ସମୟ ଅତିବାହିତ କରୁନୁ ତେଣୁ ଆମେ ପ୍ରଭୁଙ୍କ ବିଷୟରେ କଥାବାର୍ତ୍ତା କରୁନାହୁଁ Do you ever talk about other pastors? ଆମେ କେବେ ଅନ୍ୟ ପାଳକଙ୍କ ବିଷୟରେ କଥାବାର୍ତ୍ତା କରୁଅଛୁ କି What right you have to talk? କେଉଁ ଅଧିକାର ଅଛି ଯେ ଆମେ You ଅନ୍ୟ talk about ପାଳକଙ୍କ କଥାବାର୍ତ୍ତା କରିବା ପାଇଁ God. You talk about God. ତମେ ପ୍ରଭୁଙ୍କ ବିଷୟରେ କଥାବାର୍ତ୍ତା You କର talk about what God has done in your ଆଉ life. ପ୍ରଭୁ ଆପଣଙ୍କ ଜୀବନରେ କ'ଣ କରିଛି ସେ ବିଷୟରେ କଥାବାର୍ତ୍ତା କରନ୍ତୁ Because you are God's representative. କାରଣ ପ୍ରଭୁଙ୍କର ରିପ୍ରେଜେଣ୍ଟେଟିଭ ହଉଛି ଆମମାନେ Pratinidhi, you are God's representative. ଆମେ ହଉଛି ପ୍ରଭୁଙ୍କର ଗୋଟେ ରିପ୍ରେଜେଣ୍ଟେଟିଭ ଅଧିକାର ପ୍ରାପ୍ତ You are the disciple of Jesus. ଆମେ ହଉଛୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ସେବକ From your mouth, the word of God should come. ଆଉ ଆମମାନଙ୍କ ମଧ୍ୟରେ ପ୍ରଭୁଙ୍କର ବାକ୍ୟ ହିଁ ଆସିବା From ଆବଶ୍ୟକ your mouth, the comforting word should come. ଆମମାନଙ୍କ ପାଟିରୁ କେବଳ ଶାନ୍ତନାମୂଳକ ବାକ୍ୟ ଆସିବା From ଦରକାର your mouth, some good things should come. ଆମମାନଙ୍କ ମୁଖରୁ କେବଳ ଭଲ ବିଷୟ ଆସିବା ଦରକାର Are you understanding? ବୁଝିପାରିଲେ Never talk about anybody. ଅନ୍ୟ ଲୋକମାନଙ୍କ ପାଇଁ ଅନ୍ୟ That is not your କଥା business. କାହା ପାଇଁ ଆମେ କଥାବାର୍ତ୍ତା କରିବା Your ପାଇଁ business is to preach the word. ଆମମାନଙ୍କର କାର୍ଯ୍ୟ ହଉଛି Your business is to tell about God. ଆମର କାର୍ଯ୍ୟ ହଉଛି ପ୍ରଭୁଙ୍କ ବାକ୍ୟ କହିବା So when you stay with God, ଯେତେବେଳେ ପ୍ରଭୁଙ୍କ ଠାରେ ତୁମେ ରହିବେ you learn from God. ଆଉ ଆମେ ପ୍ରଭୁଙ୍କ ଠାରୁ ଶିଖିବା That's what Jesus said, stay with us. ଆଉ ଯାହାକୁ ଯୀଶୁ କହୁଛନ୍ତି ମୋ ସହିତ ତୁମେ ରୁହ Stay with me. ମୋ ସହିତ ରୁହ Learn from me. ମୋ ସହିତ ମୋ ଠାରୁ ଶିଖ That's what he said, Matthew chapter 11, 29. ଯାହାକି ମତେ ତ 11:29 ପଦରେ ଲେଖା ଅଛି Learn from me. ମୋ ଠାରୁ ତୁମେ ଶିଖ We have to learn from Jesus. ଆମେ ପ୍ରଭୁଙ୍କ ଠାରୁ ଶିଖିବା Are you understanding? So if you are trusting God, you're a blessed person. ଯଦି ତୁମେ ପ୍ରଭୁଙ୍କ ଠାରେ ନିର୍ଭର କରୁଛ ତାହେଲେ ତୁମେ ଆଶୀର୍ବାଦ ଯୁକ୍ତ ଲୋକ You ହବ will be like a tree planted by the river. ଆଉ ତୁମେ ଜଳ ନିକଟ Streams ରକ୍ତ of the ବୃକ୍ଷ water. ସଦୃଶ ହବ You will not fear. ଆଉ ତୁମେ ଭୟ କରିବ ନାହିଁ You are evergreen. ତୁମେ ସତେଜ ରହିବ There is no worry. କୌଣସି ଚିନ୍ତା ରହିବ ନାହିଁ And you will bear fruit. ଆଉ ତୁମେ ଫଳ ଉତ୍ପନ୍ନ କରିବ Fruit of the Spirit. ଆଉ ସେଇ ଆତ୍ମାଙ୍କ ଫଳ ତୁମେ ଉତ୍ପନ୍ନ କରିବ Love, joy, peace, patience, goodness, gentleness, kindness, faithfulness. ଯାହାକି 9ଟି ଆତ୍ମିକ ଫଳ ମାନେ ଫଳିପାରିବା And people look at you, you have a love. ଆଉ ଲୋକମାନେ ଆପଣମାନେ ଦେଖିବେ You have ତୁମର ପ୍ରେମ ଅଛି something good to give to me.
When I come and meet you, you will give me something good fruit. ଆଉ ଯଦି ମୁଁ ତୁମକୁ ମିଶିବି ତୁମେ ଗୋଟେ ଉତ୍ତମ ଆତ୍ମିକ ଫଳ ମୋତେ ଦେବ। That's what we want to do that. ସେ ବିଷୟ ମାନ କରିବାକୁ ପଡ଼ିବ। Who will do that? The one who trusts in God. ଆଉ ଯିଏ ସେ ବିଷୟ କରିବ ଯେ ପ୍ରଭୁଙ୍କ ଠାରେ ସମ୍ପୂର୍ଣ୍ଣ ନିର୍ଭର And the କରିବ। one who does not trust in God, ଯେ ପ୍ରଭୁଙ୍କ ଠାରେ ନିର୍ଭର କରିବ ନାହିଁ। let us read verse 6. 6:17 ସେ ମରୁଭୂମି ସ୍ଥିତ ଝାଉଁ ବୃକ୍ଷ ତୁଲ୍ୟ ହେବ, ମଙ୍ଗଳ ଉପସ୍ଥିତ ହେବା ବେଳେ ସେ ଦେଖିବ ନାହିଁ, ମାତ୍ର ପ୍ରାନ୍ତରର ଶୁଷ୍କ ସ୍ଥାନରେ ନିବାସୀ ବିହୀନ ଲବଣ ଭୂମିରେ ବାସ କରିବ। He will be like a bush in the wasteland. ଆଉ ସେ ବ୍ୟକ୍ତି ମରୁଭୂମି ସ୍ଥିତ ଝାଉଁ ବୃକ୍ଷ ତୁଲ୍ୟ ହେବ। Now I know in Odisha, this part of area, Kandhamal, you don't see the wasteland of that. Like that. ଆମମାନ ପାଖରେ Dry land. କନ୍ଧମାଳ ପ୍ରକାର ଗୋଟେ ଶୁଖିଲା ଜାଗା ମାନଙ୍କର ଆମ Dry ନାହିଁ। land. But some of the places is the dry land. କିନ୍ତୁ ଅନେକ ସ୍ଥାନରେ ଦେଖୁଛୁ ପୁରା ଶୁଖିଲା ଜାଗା ହେଇଥିବ। No tree at all. ସେ ସ୍ଥାନରେ ଗଛ ପତ୍ର ନଥିବ। Somewhere you see a bush there. ଆଉ ସେଇ ସ୍ଥାନରେ କିଛି ଝାଉଁ ବୃକ୍ଷ ଆମେ ଦେଖିପାରିବା। But that is also not green. ଆଉ ତାହା ମଧ୍ୟ କିଛି ମାନେ ସେ ସତେଜ ବା ଗ୍ରୀନ ନାହିଁ ନଥିବ। You understand? Have you seen sometime when I travel by bus ଆମେ କେତେବେଳେ ଦେଖିଛୁ ନା ନାହିଁ ସେମିତି or in the train, ଟ୍ରେନରେ ମଧ୍ୟ ଆମେ some ଦେଖୁଛୁ of the time you see the land, dry land, only one bush somewhere. ବହୁତ ସମୟ ପରେ ବହୁତ ଦୂର ପରେ କିଛି ଗୋଟେ ମାନେ ଆଉ ବୃକ୍ଷ ଆମେ ଦେଖିପାରିଥାଉ। The Bible says Bible the କହେ person who does not trust in God, ଆଉ ଯେଉଁ ବ୍ୟକ୍ତି ପ୍ରଭୁଙ୍କ ଠାରେ ନିର୍ଭର କରେ ନାହିଁ, those who trust in something else, ସେ ଯେ ଯଦି କୌଣସି ବିଷୟ ପାଇଁ ସେ ନିର୍ଭର କରେ, you know, the wonderful word, he will not see prosperity. ସେ ତାଙ୍କ ଜୀବନରେ କୌଣସି ଉନ୍ନତି ଦେଖିପାରିବ ନାହିଁ, ବୃଦ୍ଧିପ୍ରାପ୍ତ He ବୃଦ୍ଧି will ଦେଖିପାରିବ not ନାହିଁ। see prosperity coming. ସେ କୌଣସି ବୃଦ୍ଧିପ୍ରାପ୍ତ ବିଷୟ ତାଙ୍କ ଜୀବନକୁ ଆସିବାର ଦେଖିବ ନାହିଁ। So they're always like that, I'm poor, I'm poor, I'm ସେ poor. କ'ଣ କହିବ ସବୁବେଳେ ମୁଁ ଗରିବ 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 କହିକି ସେ କହିବ। They always say, we don't have this, we don't have ମୁଁ ଆମକୁ this. ଏଇଟା ନାହିଁ ସେଇଟା ନାହିଁ କହି ତମେ କହିବି I have କହୁଛୁ। a problem with my wife, I have a problem with my ମୁଁ ଏ children. ସମସ୍ୟା ପାଇଁ ରହିଛି, ମୁଁ ସେଇ ସମସ୍ୟା ପାଇଁ ରହିଛି I କହିକି। have a problem in my church. ମୁଁ ଚର୍ଚ୍ଚରେ ମୋର ସମସ୍ୟା ରହିଛି। Always crying and telling ସବୁବେଳେ ମାନେ problems. କାନ୍ଦି କାନ୍ଦି ବିଷୟ ମାନେ ଦେଖୁଥିବା। No blessing is coming. ଆଶୀର୍ବାଦ ଆସୁନାହିଁ। You want blessings? ତମେ ଆଶୀର୍ବାଦ ଚାହୁଁଛ କି? The Bible says trust in the Lord. ପ୍ରଭୁଙ୍କ ବାକ୍ୟ କହେ ପ୍ରଭୁଙ୍କ ଠାରେ ନିର୍ଭର କର, Dependence. ସମ୍ପୂର୍ଣ୍ଣ ନିର୍ଭର କରିବା। And then this person who does not trust in God, ଯେ ବ୍ୟକ୍ତି ପ୍ରଭୁଙ୍କ ଠାରେ ନିର୍ଭର କରେ ନାହିଁ, the one who trusts in man, ଯେ ମନୁଷ୍ୟ ଠାରେ ନିର୍ଭର କରେ, he will live like in the land of salt. ଆଉ ସେଇ ବ୍ୟକ୍ତି ନିବାସ ବିହୀନ ଭୂମିରେ ଲବଣ ଭୂମିରେ କ'ଣ କରିବ? ବାସ କରିବ। Nirjan Pradesh. Nobody is there. ଯେ ଯେଉଁ ସ୍ଥାନରେ କି କେହି ନଥିବ ସେଇ ସ୍ଥାନରେ ସେ କ'ଣ କରିବ? ବାସ କରିବ। We have to check ourselves. We have to find. You have to find. Are you trusting God or trusting something else? ଆମେ ପ୍ରଭୁଙ୍କ ଠାରେ ନିର୍ଭର କରୁଛୁ ୟା କୌଣସି ବିଷୟ ପାଇଁ ନିର୍ଭର କରୁଛୁ? Some of you say, well, what to do? ଅନେକ ସମୟରେ ଭାବିଥାଉ କ'ଣ ଆମେ କରିବାକୁ ପଡ଼ିବ? I always tell, pray to God. ପ୍ରଭୁଙ୍କ ଠାରେ ପ୍ରାର୍ଥନା କରିବା। I worked with many pastors. ମୁଁ ଅନେକ ପାଳକମାନଙ୍କ ସହିତ କାମ କରିଅଛି। When I was in Maharashtra, that time also we had many pastors. ଆଉ ଯେତେବେଳେ ମହାରାଷ୍ଟ୍ର ଥିଲେ ଅନେକ ପାଳକମାନେ ମୋ ସହିତ ଥିଲେ। And always I used to tell them, pray and pray and pray and pray. ମୁଁ ସବୁବେଳେ ସେମାନଙ୍କୁ କହେ ପ୍ରାର୍ଥନା କର, ପ୍ରାର୍ଥନା କର, ପ୍ରାର୍ଥନା କର। So one of the pastors was telling, ଜଣେ ପାଳକ ମୋତେ କହୁଥିଲେ, what is this Pastor William? They always say, pray, pray, pray. କାହିଁକି ସେ ୱିଲିୟମ ଜନ୍ ସବୁବେଳେ କହୁଛନ୍ତି ପ୍ରାର୍ଥନା କର, ପ୍ରାର୍ଥନା କର ବୋଲି। But later he understood. ସେ ତାପରେ ସେ କିଛି ଦିନ ପରେ ସେ ବୁଝିପାରିଲେ। Today he is in Tamil Nadu. ଆଜି ସେ ତାମିଲନାଡୁରେ ଅଛନ୍ତି। And he said, Pastor, sometime he calls me, ପାଳକ ମହାଶୟ ବେଳେ ସେ ମୋତେ କଥା ହୁଅନ୍ତି, what you told is right. ଯାହା ତମେ କହିଥିଲ ତାହା ଠିକ୍ ଥିଲା। The more I prayed, God blessed me. ଯଦି ମୁଁ ଅଧିକ ପ୍ରାର୍ଥନା କରିବି ପ୍ରଭୁ ମୋତେ ଆଶୀର୍ବାଦ କରିବେ। So the more you spend time with God, ଯଦି ଅଧିକ ସମୟ ପ୍ରଭୁଙ୍କଠାରେ ସମୟ ଅତିବାହିତ କରିବା, you are on the bike alone, pray. ଯଦି ଆପଣ ଜଣେ ବାଇକରେ ଯାଉଛନ୍ତି ପ୍ରାର୍ଥନା କରନ୍ତୁ। Well, don't close your eyes and pray. କି ବନ୍ଦ କରି ପ୍ରାର୍ଥନା କରନ୍ତୁ ନାହିଁ, Otherwise, somebody will come and pray for you.
So I drive my car, I pray. ଯେତେବେଳେ ମୋ କାରକୁ ଡ୍ରାଇଭ୍ କରୁଥିବି ମୁଁ ପ୍ରାର୍ଥନା କରିକି ଯାଏ I'm walking, I pray. ମୁଁ ଚାଲି ଚାଲିବେଳେ ପ୍ରାର୍ଥନା କରି ଯାଏ I'm doing some work to pray. What is prayer? Talking to God. ତା ପ୍ରାର୍ଥନା କଣ ପ୍ରଭୁଙ୍କ ସହିତ କଥାବାର୍ତ୍ତା କରିବା You talk to God. ଆମେ ପ୍ରଭୁଙ୍କ ଠାରେ କଥାବାର୍ତ୍ତା କରିବା What to do, God? ଆମେ ପ୍ରଭୁଙ୍କ ଠାରେ କଥାବାର୍ତ୍ତା କରିବା I have a problem, God. ମୋ ଉପରେ ସମସ୍ୟା ଅଛି ପ୍ରଭୁ I have this problem, ମୋର God. ଏଇ ସମସ୍ୟା ଅଛି ପ୍ରଭୁ I have this problem, ଏଇ God. ସମସ୍ୟା ଅଛି ମୋର ପ୍ରଭୁ That ministry problem, ଏଇ God. ସେବା କାର୍ଯ୍ୟର ସମସ୍ୟା ଅଛି Oh, that church, God. ଏଇ ଚର୍ଚ୍ଚର ସମସ୍ୟା ଅଛି Odisha church, we have ଓଡ଼ିଶା problem, ଚର୍ଚ୍ଚର God. ସମସ୍ୟା ରହିଛି What to do with Jitendra, ଆଉ God? ଆଉ ତାଙ୍କୁ ଆମେ କଣ କରିବାକୁ ପଡିବ ଜିତେନ୍ଦ୍ର ଗୌରବକୁ What to do with Gaurav, God? ଗୌରବ କଣ କରିବାକୁ ପଡିବ What to do with that pastor, ଆଉ ସେ God? ବାଳକ ପାଇଁ କଣ କରିବାକୁ ପଡିବ What to do ministry in Karnataka, ମିନିଷ୍ଟ୍ରି God? କର୍ଣ୍ଣାଟକର ମିନିଷ୍ଟ୍ରି ପାଇଁ କଣ କରିବାକୁ ପଡିବ What to do the ministry in Bombay, God? ବମ୍ବେ ସେବା କାର୍ଯ୍ୟ ପାଇଁ କଣ କରିବାକୁ ପଡିବ What to do for the children home? ଆଉ ଚିଲ୍ଡ୍ରେନ୍ ସମ୍ ପାଇଁ କଣ କରିବାକୁ ପଡିବ What to do? God, tell me. କଣ କରିବାକୁ ପଡିବ ପ୍ରଭୁ ତୁମେ କଥା କୁହ I need this money, Lord. ଏଇ ଟଙ୍କା ମତେ ଆବଶ୍ୟକତା ପ୍ରଭୁ Please open the floodgate of heaven. ପ୍ରଭୁ ସ୍ୱର୍ଗରୁ ସେ ଆଶୀର୍ବାଦ ତୁମେ ଖୋଲି ଦିଅ Pour out your blessing, ଓ Lord. ତୁମେ ଆଶୀର୍ବାଦ ଯୁକ୍ତ ପରମେଶ୍ୱର ପ୍ରଭୁ He does it. ଆଉ ସେ ବିଷୟ କରନ୍ତି Do you believe the story of Abraham ଆପଣ ଅବ୍ରାହ୍ମଙ୍କର କାହାଣୀ ଉପରେ ବିଶ୍ୱାସ in କରନ୍ତି the କି jungle? ଜଙ୍ଗଲ ମଧ୍ୟରେ God gave the ram. ଆପଣ ସେଇ ହିସାବରେ ତାଙ୍କୁ ମେଣ୍ଢା ଯୋଗାଇଲେ Is it possible? ଏହା ସମ୍ଭବ କି Is it possible ଏହା ସମ୍ଭବ କି the ram to live in the jungle? ଆଉ ଜଣେ ମେଣ୍ଢା କଣ ଜଙ୍ଗଲରେ ବାସ କରିବା ସମ୍ଭବ କି It's not possible. ସମ୍ଭବ ନୁହଁ How can that fellow will live in the jungle? କେମିତି ସେ ଜଙ୍ଗଲରେ ବାସ କରିବ How can ram or lamb live in jungle? କେମିତି ମେଣ୍ଢା ସେଇ ସ୍ଥାନରେ ସେ ରହିବ But with God all things are possible. ପ୍ରଭୁଙ୍କ ଦ୍ୱାରା ସମସ୍ତ ବିଷୟ ସମ୍ଭବ ଅଟେ Do you believe that Jonah can live in the belly of fish? ଆପଣମାନେ ବିଶ୍ୱାସ କରୁଛନ୍ତି କି ଜୁନସ ମତ୍ସ୍ୟ ଗର୍ଭରେ ସେ Is it ଜୀବିତ possible? ଏହା କଣ ସମ୍ଭବ କି Is it possible? ଏହା କଣ ସମ୍ଭବ କି Is it possible? No. ଏହା ସମ୍ଭବ ନୁହଁ Humanly speaking, not possible. ମନୁଷ୍ୟ ହିସାବରେ But with ସମ୍ଭବ God all ନୁହେଁ things are possible. କିନ୍ତୁ ଈଶ୍ୱରଙ୍କ ଦ୍ୱାରା ତାହା ସମ୍ଭବ ଅଟେ With God all things are possible. ଆଉ ପ୍ରତ୍ୟେକ ବିଷୟ ପ୍ରଭୁଙ୍କ ଦ୍ୱାରା So ସମ୍ଭବ our ଅଟେ God, with Him, everything possible. ପ୍ରଭୁଙ୍କ ଦ୍ୱାରା ସମସ୍ତ ବିଷୟ ସମ୍ଭବ ଅଟେ You have to trust Him. କିନ୍ତୁ ଆମର ପ୍ରଭୁଠାରେ ନିର୍ଭର କରିବା Total trust. ସମ୍ପୂର୍ଣ୍ଣ ନିର୍ଭର କରିବା Total dependence. ସମ୍ପୂର୍ଣ୍ଣ ନିର୍ଭର କରିବା Are you understanding? ବୁଝିପାରିଲେ Any question you have? କ'ଣ ପ୍ରଶ୍ନ ରହିଛି ଆପଣମାନଙ୍କର Any question related to the message? ଏଇ ଯେଉଁ ଆମେ ଶିକ୍ଷା ପାଇଲୁ ସେ ଶିକ୍ଷାରେ ଯଦି କୌଣସି ପ୍ରଶ୍ନ ଅଛି ଆପଣ ପଚାରିପାରିବେ As a pastor, never borrow money. As a pastor, never borrow money. ଯଦି ପ୍ରଭୁଙ୍କର ସେବକ ହିସାବରେ ପାଳକ ହିସାବରେ କାହାଠାରୁ ମାନେ ଧାର ମାଗିବା ନାହିଁ And never borrow money from the members of your church. ଆଉ ମଣ୍ଡଳୀର ବିଶ୍ୱାସମାନ ଠାରୁ କେବେ ବି ଧାର ମାଗିବା ନାହିଁ Never borrow money from anywhere. କାହାଠାରୁ ମଧ୍ୟ ଧାର ମାଗିବା ନାହିଁ Some pastors don't like when I say this. ଅନେକ ପାଳକମାନେ ସେ ବିଷୟ ପସନ୍ଦ କରନ୍ତି ନାହିଁ ଯେତେବେଳେ ମୁଁ ଏ ବିଷୟ କହେ Don't borrow money to build the church. ଆଉ ଧାର ମାଗି କେବେ ବି ମଣ୍ଡଳୀ ଗୃହ ନିର୍ମାଣ କରନ୍ତୁ ନାହିଁ Don't go to non-Christian person asking money to build the church. ଆଉ ବିଜାତିମାନଙ୍କ ପାଖକୁ ଯାଇକି ଟଙ୍କା ମାଗନ୍ତୁ ନାହିଁ ଗିର୍ଜାଘର କରିବା ପାଇଁ What he will say? କ'ଣ ସେ କହିବ Hey, your God is not able to provide your need. ଏ ତମର ପ୍ରଭୁ କ'ଣ ତମକୁ ଯୋଗାଇବେ ନାହିଁ କି ସେ ଯୋଗାଇଲେ ନାହିଁ କି ସବୁ ସେ ଗିର୍ଜାଘର Well, you are coming and asking money ଆଉ ତମେ here. ଏଠୁ ଆସିକି ମୁଁ ଆମକୁ ପଚାରୁଛ ଟଙ୍କା And I lived in Mumbai. ଆଉ ଯେତେବେଳେ ମୁଁ ବମ୍ବେରେ ବାସ My କରୁଥିଲି church people working in the film industry. ଆଉ ତାଙ୍କର ବିଶ୍ୱାସୀ ମାନେ ମାନେ ଗୋଟେ ଶିଳ୍ପାଞ୍ଚଳ ସେମାନେ କାରଖାନା କାମ We want to କରୁଥିଲେ build a church. ସେମାନେ ଗୋଟେ ମଣ୍ଡଳୀ ନିର୍ମାଣ କରୁଛନ୍ତି We need 20 lakh rupees. ଆମେ ସେମାନଙ୍କୁ 20 ଲକ୍ଷ ଟଙ୍କା ଦରକାର ଅଛି 1976, 86, a small congregation. ଆଉ 1986 ଛୋଟ ମଣ୍ଡଳୀ ଥିଲା ଛୋଟ ଅଳ୍ପ ଲୋକ ଥିଲେ No money, 20 lakhs rupees. 20 ଲକ୍ଷ ଟଙ୍କା ନଥିଲା So 1986, whole year we fasted. 1986ରେ ସେମାନେ ପୁରା ବର୍ଷ ସେମାନେ ଉପବାସ 1st କରିଥିଲେ January to 31st December. ଆଉ ସେମାନେ 1 ଜାନୁଆରୀ ଠାରୁ 31 ଜାନୁଆରୀ ପର୍ଯ୍ୟନ୍ତ ସେମାନେ ଉପବାସ I will କରୁଛନ୍ତି explain how we did it.
ଆମେ କେମିତି କରୁଛେ ଆମ ଆପଣଙ୍କୁ On ଜଣାଇବି first, you on second, you on third, you fourth, fifth, sixth, seventh, 31st. Every day one member is fasting. ଦେଖନ୍ତୁ ସେମାନେ କେମିତି କଲେ ଗୋଟେ ବର୍ଷ ପ୍ରଭୁଙ୍କ ଦାସ ଯେ ଗୋଟେ ଦିନ କଲେ ଆଉ ଜଣେ ଚେଞ୍ଜ କଲେ ଆଉ ସେମିତି କରିକି ସେମାନେ କ'ଣ କଲେ ଗୋଟେ ବର୍ଷ ଶେଷ କଲେ So whole year we fasted. ଆଉ ପୁରା ବର୍ଷ ସେମାନେ ପୁରା କ'ଣ 87 God gave us the 20 lakh rupees. ଆଉ 1987 ରେ ପ୍ରଭୁ ସେମାନଙ୍କୁ 20 ଲକ୍ଷ ଟଙ୍କା So ଦେଲେ the industry, film industry people told me, Pastor, you print one receipt book, we'll go to industry people, we ask money, they'll give. ଆଉ ସେ ତାଙ୍କର ଫିଲ୍ମ ଲୋକମାନେ କହିଲେ କଳକ ତମେ ଗୋଟେ ରସିଦ ବହି ତିଆରି କର ଆଉ ତମେ ଦିଅ ଲୋକମାନଙ୍କୁ ମାଗିବା ପଇସା ସେମାନେ ଦେବେ I was angry with them. ମୁଁ ସେମାନଙ୍କୁ ରାଗିଲି My God is not beggar. ମୋ ପ୍ରଭୁ ଭିକାରୀ ନୁହନ୍ତି My God is living God. ମୋ ଈଶ୍ୱର ଜୀବନ୍ତ ଈଶ୍ୱର And I'm building a house of God. ମୁଁ ଈଶ୍ୱରଙ୍କୁ ଗୃହ ନିର୍ମାଣ କରୁଅଛି I'm not building my church, my house. ମୁଁ ମୋ ଗୃହ ନିର୍ମାଣ କରୁନାହିଁ I will not ask them money. ମୁଁ ସେମାନଙ୍କୁ ଟଙ୍କା ମାଗିବି ନାହିଁ How can I ask them money? ମୁଁ କେମିତି ସେମାନଙ୍କୁ ମାଗିବି It's shame on that. ଆଉ ମୋତେ ଲାଜ ଲାଗୁଅଛି So I said no. ମୁଁ କହିଲି ନାହିଁ But we fasted and prayed. ଆମେ ଉପବାସ କଲୁ ପ୍ରାର୍ଥନା The କଲୁ Lord gave money. ପ୍ରଭୁ ଟଙ୍କା ଦେଲେ So God's work we must do in God's way. ଆମର ପ୍ରଭୁଙ୍କ କାର୍ଯ୍ୟ ପ୍ରଭୁଙ୍କ ଉଦ୍ଦେଶ୍ୟ ଆମେ The କରିବା non-Christian people come, they have festival, that festival, this festival. They come, you give 10 rupees, 20 rupees, 50 rupees, 100 rupees they collect. We are not going to do that. ଆଉ ଅନ୍ୟ ଜାତି ଲୋକମାନେ କ'ଣ କରନ୍ତି ସେମାନେ ତାଙ୍କ ପୂଜା ବିଧିରେ 10 ଟଙ୍କା 20 ଟଙ୍କା 50 ଟଙ୍କା ସେମାନେ କଲେକ୍ସନ କରିକି ସେମାନେ ନେଇକି ଯାଆନ୍ତି We are not like that. ଆମେ ସେ ପ୍ରକାର ନୁହଁ Our God is living God. ଆମମାନଙ୍କର ଈଶ୍ୱର ଜୀବନ୍ତ ଈଶ୍ୱର Hallelujah. Hallelujah. God is living God. ଆମର ଈଶ୍ୱର ଜୀବନ୍ତ ଈଶ୍ୱର He owns the whole universe. ସେ ସମଗ୍ର ପୃଥିବୀକୁ ସେ କ'ଣ କରିଛନ୍ତି ନିର୍ମାଣ କରିଛନ୍ତି He created heaven and earth. ସେ ସ୍ୱର୍ଗ ପୃଥିବୀ ନିର୍ମାଣ He କରିଛନ୍ତି created all these ସେ mountains. ସମସ୍ତ ପାହାଡ଼କୁ ସେ He ନିର୍ମାଣ created କରିଛନ୍ତି sun, moon, ସେ stars. ସମସ୍ତ ସୂର୍ଯ୍ୟ ଚନ୍ଦ୍ର He ତାରା is ସେ a ନିର୍ମାଣ great କରିଛନ୍ତି। God. ସେ ମହାନ ଶକ୍ତି ଯୁକ୍ତ ପରମେଶ୍ୱର ଅଟନ୍ତି What we have to do? ଆମେ କ'ଣ କରିବାକୁ ପଡ଼ିବ Kneel down ଆଣ୍ଠୁ ଭାଙ୍ଗିବା with your family. ପରିବାର ସହିତ Pray to God. ପ୍ରଭୁଙ୍କର ପ୍ରାର୍ଥନା କରିବା Every day. ପ୍ରତ୍ୟେକ ଦିନ ପ୍ରତ୍ୟେକ ଦିନ Church, pray. ମଣ୍ଡଳୀ ପ୍ରାର୍ଥନା କରନ୍ତୁ Fast and pray. ଉପବାସ କରି ପ୍ରାର୍ଥନା କରନ୍ତୁ Recently, our church was praying and praying and praying, and we built the church in ଆମର Bangalore. ମଣ୍ଡଳୀ ବାଙ୍ଗାଲୋରରେ ପ୍ରାର୍ଥନା କରୁଥିଲୁ ଆଉ ମଣ୍ଡଳୀ ଗୃହ ଗୋଟେ ନିର୍ମାଣ କଲୁ Morning, 3 o'clock, 4 o'clock, I used to get up and pray. ଆମେ ସକାଳେ 3ଟାରେ 4ଟାରେ ଉଠିକି ସେମାନେ ପ୍ରାର୍ଥନା କରୁଥିଲେ Always, Lord, you help, you are building ଆଉ ପ୍ରଭୁ this. ମୋତେ ତେବେ ସାହାଯ୍ୟ କର ଏ ବିଷୟ ନିର୍ମାଣ କରୁଛୁ ସେ We ବିଷୟ need ନିର୍ମାଣ କରୁଛୁ big money, Lord. ଏ ଅଧିକ ଟଙ୍କା ଦରକାର ପ୍ରଭୁ And many of my friends were praying. ଅନେକ ମୋର ବନ୍ଧୁମାନେ Many ପ୍ରାର୍ଥନା pastors କରୁଛନ୍ତି were praying. ଅନେକ ବାଳକମାନେ ପ୍ରାର୍ଥନା And କରୁଛନ୍ତି God provided money. ପ୍ରଭୁ ମୋତେ ଆବଶ୍ୟକତା ବିଷୟ ପୂର୍ଣ୍ଣ କଲେ What the Bible says? ବାଇବଲ କ'ଣ କହୁଛି Now read that. Philippians ଫିଲିପିଓ chapter 4, 4 ପର୍ବ verse 19. 4:19 4:19, 4:19. ପୁଣି ମହର ଈଶ୍ୱର ଖ୍ରୀଷ୍ଟ ଯୀଶୁଙ୍କ ଠାରେ ତାହାଙ୍କର ଗୌରବମୟ ଐଶ୍ୱର୍ଯ୍ୟ ଅନୁସାରେ ତୁମମାନଙ୍କର ପ୍ରତ୍ୟେକ ଅଭାବ ପୂରଣ କରିବେ Look into this word, brethren. ଏହି ବାକ୍ୟକୁ ଆପଣମାନେ ଦେଖନ୍ତୁ My God shall supply all your need according to his riches in glory. ସେ ତାଙ୍କର ଗୌରବମୟ ଐଶ୍ୱର୍ଯ୍ୟରେ ସମସ୍ତ ଆବଶ୍ୟକତା ମୋର ପ୍ରଭୁ ପୂର୍ଣ୍ଣ କରିବେ Are you understanding? ଆପଣମାନେ ବୁଝିପାରିଲେ Suppose there is a man ଯଦି ସେହି ସବୁ ଜଣେ ମନୁଷ୍ୟ ଅଛି who is a very rich person. ସେ ବହୁତ ଧନୀ ଅଟନ୍ତି There is another person ଆଉ ଜଣେ ବ୍ୟକ୍ତି ଅଛନ୍ତି not very rich, ସେ ଧନୀ ନୁହନ୍ତି normal. ସାଧାରଣ ବ୍ୟକ୍ତି ଅଟନ୍ତି If suppose he has to give a donation, how much he will give? ସେ ଧନୀ ବ୍ୟକ୍ତି କେତେ ଯଦି ସେ ଡୋନେସନ ଦେବା ପାଇଁ ଚାହିଁବ କେତେ ଟଙ୍କା ଦେବ According to his riches. ତାଙ୍କର ମାନେ ଧନ ଉପରେ ଅନୁସାରେ ସେ ଦେବ And how this common man will ଆଉ give? ସେ ସାଧାରଣ ବ୍ୟକ୍ତି କେମିତି ଦେବ According to his income. ତାଙ୍କର ଆୟ ଅନୁସାରେ ସେ ଦେବ Are you understanding? ଆପଣ ବୁଝିପାରୁଛନ୍ତି So, my God shall supply all your need according to his glorious riches. ତାଙ୍କର ଐଶ୍ୱର୍ଯ୍ୟ ଗୌରବ ଅନୁସାରେ ଆମମାନଙ୍କର ପରମେଶ୍ୱର
ସେ ସମସ୍ତ ଅଭାବ କ'ଣ କରିବେ? ପୂରଣ କରିବେ। His riches. ସେ He is a very rich ସେ God. ବହୁତ ଧନୀ ବ୍ୟକ୍ତି ଅଟନ୍ତି, ଧନୀ ଆମମାନଙ୍କର ପରମେଶ୍ୱର। So we have to go to Him. ଆମେ ତାଙ୍କ ପାଖକୁ ଯିବାକୁ He ପଡ଼ିବ। is a rich God. ସେ ଧନୀପୂର୍ଣ୍ଣ, He is my father. ସେ ମୋର ପିତା ଅଟନ୍ତି। He is my father. ସେ ମୋର ପିତା Is ଅଟନ୍ତି। your father? ସେ ତୁମର Your ପିତା father? ଅଟନ୍ତି। My father is very rich. ମୋର ପିତା ବହୁତ ଧନୀ ଅଟନ୍ତି। Hallelujah. Hallelujah. And He gives from His riches. ଆଉ ସେ ତାଙ୍କ ସେଇ ସମସ୍ତ You are sons and daughters. ଆମେ ତାଙ୍କର ପୁତ୍ର କନ୍ୟା ମାନେ You have a right to go to Him. ଆମମାନଙ୍କର ଅଧିକାର ଅଛି ତାଙ୍କ ପାଖକୁ ଯିବାକୁ। Daddy, I need this. ହେ ପିତା ମୋତେ ଏଇ ବିଷୟ ଆବଶ୍ୟକ We are ରହିଛି। building church, Daddy, I need this. ପ୍ରଭୁ ମୁଁ ଚର୍ଚ୍ଚ ମଣ୍ଡଳ ନିର୍ମାଣ କରୁଛି, ମୋତେ ଏଇ ତ Our family needs Daddy. ମୋର ପରିବାର ଏଇ ଆବଶ୍ୟକ Our ରହିଛି। children needs Daddy. ପିଲାମାନେ ଏଇ ଆବଶ୍ୟକ ରହିଛି। He is your Daddy. ପ୍ଲିଜ ଦୟାକର ପ୍ରଭୁ, He is your Father. ସେ ଆମମାନଙ୍କର ପିତା ଅଟନ୍ତି। The Bible says, ବାଇବଲ କହେ not only you are a sons and daughters, you are heirs. ଆଉ ତୁମେ କେବଳ ତାଙ୍କର କନ୍ୟା ସନ୍ତାନ ନୁହଁ, କିନ୍ତୁ ତୁମେ ତାଙ୍କର Heirs. Romans chapter 8, verse 16, 17. ଆମେ ତାଙ୍କର ଉତ୍ତରାଧିକାର ଅଟୁ। No, you have that rights. ଆମମାନଙ୍କ ସେଇ ଅଧିକାର ରହିଅଛି। What a right you have. କେମିତି ଅଧିକାର ଗ୍ରହଣ You ଦେଇଅଛନ୍ତି? are the heirs, my dear. ଆମେ ତାଙ୍କ ଅଧିକାର ଯୁକ୍ତ ଅଧିକାର ପ୍ରାପ୍ତ ଲୋକ, That's what ଉତ୍ତରାଧିକାର the ପ୍ରାପ୍ତ Bible ଲୋକ tells. That's what the Bible tells. ଯାହାକି ବାଇବଲ କହୁଛି। But we are not using that authority. ଆମେ ସେ ଅଧିକାରକୁ ଆମେ ବ୍ୟବହାର କରୁନାହୁଁ। I am not only son, but I am a heir. ଆମକୁ କେବଳ ଜଣେ ପୁତ୍ର ନୁହେଁ, ମୁଁ ମାତ୍ର ଜଣେ ଉତ୍ତରାଧିକାରୀ। He is my father. ସେ ମୋର ପିତା ଅଟନ୍ତି। He is your father. ସେ ତୁମର ପିତା ଅଟନ୍ତି। He loves you so ସେ much. ତୁମକୁ ବହୁତ ପ୍ରେମ କରନ୍ତି। Trust him. ତାଙ୍କଠାରେ ଭରସା କରନ୍ତୁ, Total trust. ସମ୍ପୂର୍ଣ୍ଣ ଭରସା କରନ୍ତୁ। Let's pray. ଆସନ୍ତୁ ପ୍ରାର୍ଥନା କରିବା। Father, we thank you, all of you. Please, today, God, He wants that your trust should be upon Him. आज दिନରେ ଆମେ ତାଙ୍କ ଉପରେ ନିର୍ଭର କରିବା ପାଇଁ ପ୍ରଭୁ ଆଜି ଆମକୁ କଥା କହନ୍ତି। Please put your trust upon your God. ଆଉ ଆମମାନଙ୍କର ସମସ୍ତ ନିର୍ଭର ତାଙ୍କ ଉପରେ ଆମେ ରଖିବା। Our God is faithful God. ଆମମାନଙ୍କ ପରମେଶ୍ୱର ହେଉଛନ୍ତି ବିଶ୍ୱସ୍ତ ପରମେଶ୍ୱର। Our God is richest God. ଆମ ପରମେଶ୍ୱର ହେଉଛନ୍ତି ଏକ ଧନୀ ବ୍ୟକ୍ତି। Whatever your need, ଯାହା ବି ଆମମାନଙ୍କର ଆବଶ୍ୟକ ଅଛି, He will provide. ଆଉ ସେ ସମସ୍ତ ବିଷୟ ସେ ଯୋଗାନ୍ତି। Whatever your needs and providence, ଯାହା ଆମମାନଙ୍କର ଆବଶ୍ୟକତା ଅଛି, ଦରକାର ଅଛି, just ask to God. ଆମେ ପ୍ରଭୁଙ୍କ ଠାରେ ମାଗିବା। We are not asking the other, you are asking your Father. ଆମେ ଅନ୍ୟକୁ ମାଗୁନୁ, କିନ୍ତୁ ଆମେ ନିଜର ପିତାଙ୍କୁ ଆମେ ମାଗୁଛୁ। You are his heir, you are the inheritor. ଆଉ ଯେହେତୁ ଆମେ ତାଙ୍କର ଉତ୍ତରାଧିକାରୀର ଅଧିକାର ପାଇଅଛୁ, Oh, I have a right to ask my Father. ଯେହେତୁ ଆଉ ପିତାଙ୍କୁ ମାଗିବା ମୋର ଅଧିକାର ଅଛି। Oh, whatever your needs, ଯାହା ବି ଆମମାନଙ୍କର ଆବଶ୍ୟକତା ଅଛି, just kneel down, ଆମେ ଆଣ୍ଠୁ ଭାଙ୍ଗିବା, trust in your God, ଆଉ ପ୍ରଭୁଙ୍କୁ ନିର୍ଭର କରିବା, ask to Him. ଆଉ ତାଙ୍କୁ ଆମେ ମାଗିବା। He will provide all your needs. ଆଉ ସେ ନିଶ୍ଚିତ ଭାବରେ ଆମମାନଙ୍କର ସମସ୍ତ ଆବଶ୍ୟକ ସେ ଯୋଗାଇବ। Practice this. ଆଉ ଏହାକୁ ଅଭ୍ୟାସ କର। Don't go to the people to ask for your needs. ଆମମାନଙ୍କର ଆବଶ୍ୟକ ନିମନ୍ତେ ଆମେ ଲୋକମାନଙ୍କୁ ଯିବା ନାହିଁ। You have a great Father. ଯେହେତୁ ଆମମାନଙ୍କର ଏକ ମହାନ ପିତା You have ଅଛନ୍ତି, a great God. ଯେହେତୁ ଆମମାନଙ୍କର ମହାନ ପରମେଶ୍ୱର ଅଛନ୍ତି, You have a wonderful provider. ଆଉ ଯେହେତୁ ସେ ଏକ ଆଶ୍ଚର୍ଯ୍ୟ ଭାବରେ ଯୋଗାଇବାକାରୀ You ପରମେଶ୍ୱର have ଅଛନ୍ତି, a healer. ଆଉ ସେ ହେଉଛନ୍ତି ସୁସ୍ଥକାରୀ ପରମେଶ୍ୱର। God is always want to give to His sons. ଆଉ ପ୍ରତ୍ୟେକ ସମୟରେ ସେ ନିଜର ସନ୍ତାନମାନଙ୍କୁ ସେ ଦେବା ପାଇଁ ପ୍ରସ୍ତୁତ ଅଟନ୍ତି। For every needs, ଆଉ ପ୍ରତ୍ୟେକ ଆବଶ୍ୟକ, for church construction, ଆଉ ଚର୍ଚ୍ଚ ଗୃହ ନିର୍ମାଣ କରିବା, for your children education, କି ଆମମାନଙ୍କର ପିଲାମାନଙ୍କର ପଢ଼ାପଢ଼ି ବିଷୟରେ ସମ୍ବନ୍ଧ, for your family needs, କି ଆମମାନଙ୍କର ପାରିବାରିକ ଆବଶ୍ୟକ ବିଷୟ, for your any sicknesses, କି କୌଣସି ରୋଗ ବିଷୟରେ, for your any problems, ଯେ କୌଣସି ଆମମାନଙ୍କର ସମସ୍ୟା ବିଷୟରେ just ask to your Father. କେବଳ ଆମେ ପିତାଙ୍କ ନିକଟରେ ପ୍ରାର୍ଥନା କରିବା। Lord, help me. ପ୍ରଭୁ ତୁମେ ମୋତେ ସାହାଯ୍ୟ କର। God will answer you. ଆଉ ପ୍ରଭୁ ଆପଣଙ୍କୁ ଉତ୍ତର ଦେବେ। God will give you the needs. ଆଉ ପ୍ରଭୁ ଆପଣଙ୍କ ଆବଶ୍ୟକତା ସେ ପୂର୍ଣ୍ଣ କରିବେ। God will open the windows of the heaven. ଆଉ ସେ ସ୍ୱର୍ଗର ଝରକା ସେ ଖୋଲିବେ। God will pour the blessings in your home. ଆଉ ସେ ନିଜ ତୁମ ଗୃହରେ ସେ
ତାଙ୍କର ଆଶୀର୍ବାଦକୁ ସେ ଢାଳିବେ। Oh, how wonderful, richest man our God, our Father. ଆଉ ଦେଖ କେତେ ମହାନ ଆଉ ଧନଶାଳୀ ପରମେଶ୍ୱର ଆମର ଅଟନ୍ତି। You are the beloved son to your Father. ଆଉ ତୁମେ ଆଉ ନିଜର ପିତାଙ୍କର ଅତି ପ୍ରିୟ ପୁତ୍ର ତୁମେ ଅଟ। He is loving more than your relatives. ଆଉ ସେ ସମସ୍ତଙ୍କ ଠାରୁ ସେ ଅଧିକ ତୁମକୁ ସେ ସ୍ନେହ He କରନ୍ତି। will understand more than your family members. ଆଉ ତୁମର ପରିବାର ଠାରୁ ଅଧିକ ସେ ତୁମ ବିଷୟରେ ସେ ବୁଝେ। When you will ask, ଯେତେବେଳେ ଆମେ ମାଗିବା, oh, God want to give you. God want to give you what your needs. ଆଉ ସେ ତୁମକୁ ତୁମର ଆବଶ୍ୟକତା ଦେବା ପାଇଁ ସେ ଚାହାନ୍ତି। Try to come to God, trust in God, and ask to God and receive from God. ଆଉ ଆସନ୍ତୁ ଚେଷ୍ଟା କରନ୍ତୁ ପ୍ରଭୁଙ୍କ ଉପରେ ନିର୍ଭର କରିବା, ପ୍ରଭୁଙ୍କୁ ମାଗିବା ଆଉ ପ୍ରଭୁଙ୍କ ଠାରୁ ଗ୍ରହଣ କରିବା ପାଇଁ। Dear servant of God, ଆଉ ପ୍ରିୟ ପ୍ରଭୁଙ୍କର ଦାସମାନେ, today onwards, ଆଉ ଆଜି ଦିନ ଠାରୁ put your trust in your God. ଆମମାନଙ୍କର ନିର୍ଭର ପ୍ରଭୁଙ୍କ ଉପରେ ରଖିବା। Whatever your needs, ଆମମାନଙ୍କର ଯାହା ଆବଶ୍ୟକତା ଅଛି just ask to your Father. ଆମେ ପିତାଙ୍କୁ ମାଗିବା। From today onwards, ଆଉ ଆଜି ଦିନ ଠାରୁ God is opening the doors for you. ଆଉ ଆଜି ଦିନ ଠାରୁ ପରମେଶ୍ୱର ଆଉ ଆପଣଙ୍କ ପାଇଁ ସେ ଆଉ କବାଟ ସେ ଖୋଲି ଅଛନ୍ତି। God is stretching His hand to you. ଆଉ ତାଙ୍କର ହସ୍ତ ସେ ତୁମ ଉପରେ ସେ ରଖିଛନ୍ତି। Hallelujah. 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 Continually pray. ଆମେ ସମସ୍ତେ ପ୍ରାର୍ଥନା କରିବା, ସମସ୍ତେ ମୁଖ ଖୋଲିବା, କିଛି ସମୟ ପ୍ରାର୍ଥନା କରିବା। ହାଲେଲୁୟା 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 Must God will lead in prayer. What a wonderful God we have. And what a wonderful Father we have. Yeah. God is our Father. We are belongs to His sons. He called us as His servants. Lord, ask Him everything. Why don't you, Father, don't bother anything. Turn to God, whatever you need. We have so many needs in our daily life, in our personal life, family life, ଆଉ ପାରିବାରିକ ଜୀବନ ମଧ୍ୟରେ in social life. So many needs we have. ଅନେକ ଆମମାନଙ୍କର ଆବଶ୍ୟକତା ଅଛି। Every need God with us. ଆଉ Our God is a helping God. ଆମମାନଙ୍କର ପରମେଶ୍ୱର Now we ସାହାଯ୍ୟ କରୁଛନ୍ତି। have heard the wonderful word. ଆମେ ଆଶ୍ଚର୍ଯ୍ୟ ଭାବରେ ପରମେଶ୍ୱର ବାକ୍ୟ ଶୁଣୁଛୁ। How God helps His servant whenever he is in trouble, whenever he needs. Turn to God and ask Him, please God, give me, fulfill ଆଉ my. ଯେତେବେଳେ ନିଜର ଦାସ ସମସ୍ୟାରେ ଅଛନ୍ତି, ଯେତେବେଳେ ନିଜର ଦାସ ଦୁଃଖ ମାନେ କଷ୍ଟରେ ଅଛନ୍ତି, ସେ ସମୟରେ ପରମେଶ୍ୱର କି ପ୍ରକାର ଭାବରେ ନିଜର ଦାସମାନଙ୍କୁ ସେମାନେ ସାହାଯ୍ୟ କରନ୍ତି। He is also our God. ଯେହେତୁ ସେ ଆମମାନଙ୍କର ପରମେଶ୍ୱର ଅଟନ୍ତି। I am also asking so many times every day. ଆଉ ପ୍ରତ୍ୟେକ ଦିନ ଆଉ ଅନେକ ବିଷୟରେ ମଧ୍ୟ ମୁଁ ତାଙ୍କୁ ମାଗିଥାଏ। Whenever I was sick, turn to God. God help me, touch me, heal me. He ଆଉ answered ଯେତେବେଳେ my ମୁଁ ପରମେଶ୍ୱରଙ୍କୁ prayers. ଆସିଲି, ପ୍ରଭୁ ମୋତେ ସ୍ପର୍ଶ କଲେ, ସୁସ୍ଥତା ଦେଲେ, ଆଉ ପ୍ରଭୁଙ୍କୁ ମୋତେ ବ୍ୟବହାର କଲେ। He is also your God also. ଯେହେତୁ ସେ ତୁମର ମଧ୍ୟ ସେ ପରମେଶ୍ୱର ଅଟନ୍ତି। Don't bother anything. ଆଉ ସେ ତୁମର ସମସ୍ତ ବିଷୟ ସେ ଜାଣନ୍ତି। Our duty is to kneel down, ଆଉ କେବଳ ଆମେ ତାଙ୍କ ସମ୍ମୁଖରେ ଆଣ୍ଠୁ ପାତିବା, bow down your head, ନିଜର ମସ୍ତକ ଆମେ ନତ କରିବା, lift up your eyes, ଆମମାନଙ୍କର ଚକ୍ଷୁକୁ ଆମେ ଉର୍ଦ୍ଧ୍ୱ ଦୃଷ୍ଟି କରିବା, lift up your soul, lift up your soul. ଆମର ନିଜର ଆତ୍ମାକୁ ଆମେ ଉଚ୍ଚକୁ ମାନେ ଉନ୍ନତ କରିବା, Ask to God, ଆଉ ପରମକୁ ମାଗିବା। Lord, I am your son. ପ୍ରଭୁ ମୁଁ ତୁମର ସନ୍ତାନ, You are my father. ତୁମେ ମୋର ପିତା। Now I have this desire. I have this desire. ପ୍ରଭୁ ମୋର ଏହା ଆଶା ଅଛି, I have this need. ପ୍ରଭୁ ଏହା ମୋର ଆବଶ୍ୟକତା ଅଛି, Please help me. ଦୟାକରି ମୋତେ ସାହାଯ୍ୟ କର। God promises us. God promises, ask me. ଆଉ ପ୍ରଭୁ ପ୍ରତିଜ୍ଞା କରିଛନ୍ତି, ତୁମେ ମୋତେ ମାଗ, Whatever you need, I will supply. ଆଉ ଯାହା ତୁମର ଆବଶ୍ୟକ ଅଛି ତାହା ମୁଁ ତୁମକୁ ଦେବି। Don't turn to man. ଆଉ ମନୁଷ୍ୟ ଉପରେ ନିର୍ଭର କର ନାହିଁ। If you turn to man, ଆଉ ଯଦି ମନୁଷ୍ୟ ଉପରେ ନିର୍ଭର କରିବ, that was a curse. ଆଉ ସେଠାରେ ଅଭିଶାପ ଅଛି। If you turn to God, ଯଦି ତୁମେ ମନୁଷ୍ୟ ପରମେଶ୍ୱରକୁ ଆଡ଼କୁ ଯିବ, that was a blessed life. ଆଉ ସେଠାରେ ଆଶୀର୍ବାଦ ଯୁକ୍ତ ଜୀବନ ଅଛି। Now, itself, decide yourself. Turn to God or man. ଆଉ ଆପଣମାନେ ଚିନ୍ତା କରନ୍ତୁ ବା ନିଷ୍ପତ୍ତି ନିଅନ୍ତୁ,
ମନୁଷ୍ୟ ଆଡ଼କୁ ମୁଁ ଯିବି ନା ପରମେଶ୍ୱର ଆଡ଼କୁ ମୁଁ ଯିବି? If you turn to man, ଯଦି ତୁମେ ମନୁଷ୍ୟ ଆଡ଼କୁ ଯିବ you will feel sad. ଆଉ ତୁମେ ସେ କେବଳ ସେ ଦୁଃଖ ପାଇବ। If you turn to God, ଯଦି ତୁମେ ପରମେଶ୍ୱର ଆଡ଼କୁ ଯିବ you will be happy. ଆଉ ସେଟା ତୁମେ ଆନନ୍ଦ ପାଇବ। With loving, have ଆଉ love. ଆଉ ଆନନ୍ଦ ସହିତ ତୁମେ ଖୁସିରେ ସେଟା ରହିବ। Because God help us so much. ଆଉ ପ୍ରଭୁ ଆମମାନଙ୍କର ସାହାଯ୍ୟକାରୀ ପରମେଶ୍ୱର ଅଟନ୍ତି। Thank you, Lord, for this time. ଧନ୍ୟବାଦ ପ୍ରଭୁ ଏହି ସମୟ ପାଇଁ। We heard a wonderful word. We were serving you. ପ୍ରଭୁ ତୁମର ଦାସଙ୍କ ଦ୍ୱାରା ଆମେ ବହୁତ ସୁନ୍ଦର ବାକ୍ୟ ଆମେ ଶୁଣି ପାଇଅଛୁ। He explained the word with his own experience. ଆଉ ଯେତେବେଳେ ସେ କହୁଥିଲେ ସେ ନିଜର ଅନୁଭୂତି ଦ୍ୱାରା ସେ ତୁମର ବାକ୍ୟକୁ ସେ ପ୍ରକାଶ କରୁଥିଲେ। You are very nearer to us to hear our prayers, Lord. ପ୍ରଭୁ ଆମମାନଙ୍କର ଆବଶ୍ୟକତା ଅଛି ତୁମର ଗୋଟେ ପ୍ରାର୍ଥନା କରିବା। We are all your servants. ଯେହେତୁ ପ୍ରଭୁ ଆମେ ସମସ୍ତେ ତୁମର ଦାସ। Please remember your servants. ପ୍ରଭୁ ତୁମର ଦାସମାନଙ୍କୁ ତୁମେ ସ୍ମରଣ କର। What we have had, remember it always. ଆଉ ଯେପରି ଆମେ ପ୍ରତ୍ୟେକ ସମୟରେ ପ୍ରତ୍ୟେକ ଦିନ ପାଇଁ ଆମେ ଯାହା ଶୁଣିଛୁ ତାହା ଆମେ ସ୍ମରଣ ରଖିବୁ And follow your word. ଆଉ ତୁମର ବାକ୍ୟକୁ ପ୍ରଭୁ ଆମେ ମାନିବୁ। This prayer, I pray in Jesus' name. এই সমস্ত প্রার্থনা ମୁଁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ମାଗିଲି। Amen. ଆମେନ୍। Amen. Amen. The blessings will take. ଆସନ୍ତୁ ଆମେ ପ୍ରଭୁ ସହିତ ପ୍ରାର୍ଥନା କରିବା। Yeah, then bless. ସମସ୍ତେ ଉଠିବା ପ୍ରଭୁ ସହିତ ପ୍ରାର୍ଥନା କରିବା।